ବାହାର କର ମୋ ଗହଣା କେଉଁଠି ଲୁଚେଇଛୁ ତୁ? ଆଜି ତ କଳା ରଙ୍ଗ ପଛରେ ଲୁଚି ରହିଥିବା କଳା ମନ ସମସ୍ତଙ୍କ ସାମ୍ନାକୁ ଆସିଗଲା ନା। କାଲି ମୋ ଶାଶୁଙ୍କ ଗର୍ଜନ ଶବ୍ଦ ମୋ ଅସ୍ତିତ୍ୱକୁ ଥରାଇ ଦେଇଥିଲା। ମମ୍ମି ଭଗବାନଙ୍କ ପାଇଁ ମୋତେ ବିଶ୍ୱାସ କରନ୍ତୁ, ମୁଁ କିଛି ବି ଚୋରି କରିନାହିଁ। ମୁଁ ତ ପୂଜା କରୁଥିଲି। ମୁଁ କାନ୍ଦି କାନ୍ଦି ଶାଶୁଙ୍କ ପାଦ ଛୁଇଁବାକୁ ଚେଷ୍ଟା କଲି ତ ନଣନ୍ଦ ମୋ ହାତ ହଟାଇଦେଲେ। ମିଛୁଆ ସ୍ତ୍ରୀଲୋକ, ରହ ଏବେ ପୋଲିସ ଆସୁଥିବ, ତୋର ସବୁ ଷଡ଼ଯନ୍ତ୍ର ଏବେ ବାହାରି ପଡ଼ିବ, ନଣନ୍ଦ ବିଷାକ୍ତ ସ୍ୱରରେ କହିଲେ। ସେହି ସମୟରେ ଏକ ଶକ୍ତ ହାତ ମୋ କାନ୍ଧ ଧରିନେଲା। ସେ ଥିଲେ ମୋର ଅନ୍ଧ ସ୍ୱାମୀ ବିଦ୍ୟୁତ୍। ସେ ଧୀରେ ନିଜ ଆଖିରୁ କଳା ଚଷମା କାଢ଼ିଲେ ଏବଂ ତାଙ୍କ ଆଖି ଏମିତି ଚମକି ଉଠିଲା ଯେମିତି କୌଣସି ଗହୀର ରହସ୍ୟରୁ ପରଦା ହଟିବାକୁ ଯାଉଛି। ସେ ମୋ ଆଡ଼କୁ ଚାହିଁ ଏକ ଅଜବ ହସ ଦେଲେ ଏବଂ କହିଲେ ଯେ ବସ୍, ଏବେ ଏହି ଘରେ ତମାସା ନୁହେଁ ନ୍ୟାୟ ହେବ। ମୋ ନାମ ଅଦ୍ବିକା। ମୁଁ ଏମିତି ଏକ ଗରିବ ଘରେ ଜନ୍ମ ହୋଇଥିଲି ଯେଉଁଠି ଝିଅ ଜନ୍ମ ହେବାକୁ ହିଁ ଏକ ବୋଝ ବୋଲି ଧରାଯାଏ। ଆଉ ଯଦି ସେହି ଝିଅ ଦେଖିବାକୁ ବି ସାଧାରଣ ହୋଇଥାଏ ତେବେ ସେ ବୋଝଠାରୁ ବି ଭାରୀ ହୋଇଯାଏ। ପ୍ରକୃତି ମୋତେ ମୋର ବାକି ଭାଇଭଉଣୀଙ୍କଠାରୁ କିଛି ଅଲଗା ବନାଇଥିଲା। ସେମାନେ ସମସ୍ତେ ଗୋରା ତକ୍ ତକ୍ ଏବଂ ବହୁତ ସୁନ୍ଦର ଥିଲେ। କିନ୍ତୁ ମୁଁ ସାବର୍ଣ୍ଣା ଏବଂ ଦେଖିବାକୁ ପୁରା ସାଧାରଣ ଥିଲି। ବସ୍ ଏଇ ପାର୍ଥକ୍ୟ ମୋ ଜୀବନ ପାଇଁ ଏକ ଭାରୀ ବୋଝ ପାଲଟିଗଲା। ଆରେ ମାୟରା ପାଇଁ କ'ଣ କୌଣସି ପ୍ରସ୍ତାବର ଉତ୍ତର ଆସିଲା? ବାପା ଚିନ୍ତିତ ସ୍ୱରରେ ପଚାରିଲେ। ମାୟରା ମୋର ସାନ ଭଉଣୀ ଥିଲା, ଯାହାର ପ୍ରସ୍ତାବ କିଛି ଦିନ ପୂର୍ବରୁ ହିଁ ହୋଇଥିଲା। ସେତେବେଳେ ମା ଏକ ଦୀର୍ଘଶ୍ୱାସ ପକାଇ ମୋ ଆଡ଼କୁ ଚାହିଁ କହିଲେ ଯେ ହଁ, ତାଙ୍କ ଉତ୍ତର ତ ଆସିଯାଇଛି, କିନ୍ତୁ ସେମାନେ ଆସନ୍ତା ମାସର ତାରିଖ ମାଗୁଛନ୍ତି। ହେଲେ ମୋ ଛାତି ଫାଟି ଯାଉଛି ଯେ ବଡ଼ ଝିଅ ଏବେ ବି ଦୁଆର ମୁହଁରେ ବସିଛି ଆଉ ସାନ୍ ଝିଅର ହାତ ହଳଦିଆ ହେବାକୁ ଯାଉଛି। ଲୋକମାନେ କେତେ କଥା କହିବେ, ଜାଣିନି ସବୁ କିଛି କେମିତି ହେବ। ମୋ ମନ ତ ବସି ଯାଉଛି। ମୁଁ ରୋଷେଇ ଘରେ ବସି ରୁଟି ବେଲୁଥିଲି, କିନ୍ତୁ ମାଙ୍କ କଥା ମୋ ମନରେ ହାତୁଡ଼ି ପରି ବାଜୁଥିଲା। ମୋର ସାନ୍ ଭାଇଭଉଣୀଙ୍କ ବାହାଘର ଠିକ୍ ହେଉଥିଲା। ସେମାନଙ୍କ ବିବାହ ତାରିଖ ଧାର୍ଯ୍ୟ ହେଉଥିଲା, କିନ୍ତୁ ମୋ ପାଇଁ କୌଣସି ଦ୍ୱାର ଖୋଲୁନଥିଲା। ମହଲାର ସ୍ତ୍ରୀଲୋକମାନେ ଯେବେ ବି ଘରକୁ ଆସୁଥିଲେ, ସହାନୁଭୂତି ନାମରେ ବସ୍ ମୋ ମାଙ୍କ କ୍ଷତରେ ଲୁଣ ଛିଞ୍ଚୁଥିଲେ। ଆରେ ଆସନା, ଆଉ କେତେ ଦିନ ଯାଏଁ ତାକୁ ଘରେ ବସାଇ ରଖିବୁ? ତୋ ଜୀବନର କ'ଣ ଭରସା? କେଉଁଠି ବି ଦେଖି ତାର ବିବାହ କରିଦେ। ଏବେ ତ ଲୋକେ କଥା ହେଉଛନ୍ତି ଯେ ବୋଧେ ଝିଅ ଭିତରେ ହିଁ କିଛି ଦୋଷ ଅଛି। ମହଲାର ଜଣେ ମାଉସୀ ମାଙ୍କୁ ପରାମର୍ଶ ଦେଲେ। ମା ତାଙ୍କ କଥା ଶୁଣି ହଇରାଣ ହୋଇଯାଉଥିଲେ ଏବଂ ପରେ ବାପାଙ୍କ ସହ ଝଗଡ଼ା କରୁଥିଲେ ଯେ ଆପଣ ତ କଥା ଶୁଣିବା ପରେ ବି ଚୁପଚାପ ବାହାରକୁ ଚାଲିଯାଉଛନ୍ତି। ମୋତେ ଏଠାରେ ବସି ଲୋକଙ୍କ ତାତ୍ସଲ୍ୟ ଶୁଣିବାକୁ ପଡ଼ୁଛି। ମୁଁ ହଇରାଣ ହୋଇଗଲିଣି। ଗୋଟିଏ ତ ଅସୁନ୍ଦର ଝିଅ ତୁମର, ତାର ପ୍ରସ୍ତାବ ଭଲ କେଉଁଠୁ ଆସିବ? କାହାକୁ ତ କୁହ। ତୁମେ କେଉଁଠି ତ କଥା ଆରମ୍ଭ କର। ବାପା ବିଚରା ଚୁପଚାପ ଉଠି ବାହାରକୁ ଚାଲିଯାଉଥିଲେ। ତାଙ୍କ ପାଖରେ କୌଣସି ଉତ୍ତର ହିଁ ନଥିଲା। ପରଦିନ ହିଁ ଆମ ମହଲାର ବିବାହ ପ୍ରସ୍ତାବ କରାଉଥିବା ମାଉସୀ, ଯାହାଙ୍କୁ ସମସ୍ତେ ମୌସୀ ବୋଲି ଡାକୁଥିଲେ, ଆମ ଘରକୁ ଆସିଲେ। ତାଙ୍କ ମୁହଁରେ ଏକ ଅଜବ ଚମକ ଥିଲା। ଆସନା, ଏକ ବହୁତ ବଡ଼ ପ୍ରସ୍ତାବ ଆଣିଛି। ଧନୀ ପରିବାର, ବଙ୍ଗଳା ଅଛି, ଗାଡ଼ି ଅଛି, ଚାକର ବାକର ଅଛନ୍ତି, ସବୁ ସୁବିଧା ଅଛି। ମୁଁ ତ କହୁଛି ନିଜ ଝିଅର ଭାଗ୍ୟ ସଜାଡ଼ି ଦିଅ, ସେଇଠାରେ ସେ ରାଜ କରିବ। ତୁମ ଝିଅ ଅଦ୍ବିକା, ମୌସୀ ଚାରେ ଚୁସୁକି ମାରି କହିଲେ ତ। ମାଙ୍କ ଆଖି ଚମକି ଉଠିଲା। ସତରେ? କ'ଣ ସେମାନେ ମୋ ଅଦ୍ବିକାକୁ ଦେଖିସାରିଛନ୍ତି? ମୌସୀ ଟିକେ ଇତସ୍ତତଃ ହୋଇ କହିଲେ ଯେ ଦେଖ ଆସନା, ସତ କଥା ହେଉଛି ଯେମିତି ଅଦ୍ବିକାର ରୂପଗୁଣ, ତାକୁ କେଉଁଠୁ ବି କୌଣସି ରାଜକୁମାର ତ ମିଳିବାର ନାହିଁ। ଏବେ ସେ ପୁଅ ଜୀବିତ ଅଛି, କିନ୍ତୁ ପୁଅ ବହୁତ ସୁନ୍ଦର ଅଟେ। ବସ୍ ତାଠାରେ ଏତିକି ଅଭାବ ଅଛି, ସେଠାରେ ଅଦ୍ବିକାକୁ କୌଣସି କାମ କରିବାକୁ ପଡ଼ିବ ନାହିଁ। କିନ୍ତୁ ପୁଅ ବହୁତ ସୁନ୍ଦର ଅଟେ, ବସ୍ ତାଠାରେ ଗୋଟିଏ ହିଁ ଅଭାବ ଅଛି, ସେଠାରେ ଅଦ୍ବିକାକୁ କୌଣସି କାମ କରିବାକୁ ପଡ଼ିବ ନାହିଁ ଏବଂ ବସିକରି ରାଜ କରିବ। ବସ୍ ମାଙ୍କ ମୁହଁରେ ଖୁସିର ଲହରୀ ଖେଳିଗଲା। ତାପରେ ଯେବେ ବାପା ଘରକୁ ଆସିଲେ ତ ସେ ତାଙ୍କଠାରୁ ବି ମତାମତ ନେଲେ। କ'ଣ ମୁଁ ମୋ ଝିଅକୁ ଏମିତି ଜଣେ ମଣିଷ ସହ ବାନ୍ଧିଦେବି ଯିଏ ଦେଖିପାରେ ନାହିଁ? ବାପା ଛଟପଟ ହୋଇ ଉଠିଲେ। ମୋ ଝିଅ ସୁନ୍ଦର ନୁହେଁ ସତ, କିନ୍ତୁ ଆମେ ତାର ବିବାହ ଜଣେ ଅନ୍ଧ ମଣିଷ ସହ କେମିତି କରିପାରିବା? ଶେଷରେ ଏହା ତାର ସାରା ଜୀବନର କଥା। ମା ରାଗରେ ବାପାଙ୍କ ଆଡ଼କୁ ଚାହିଁଲେ। ତେବେ କ'ଣ ସାରା ଜୀବନ ତାକୁ ଏହି ଦୁଆର ମୁହଁରେ ବସାଇ ରଖିବ? କିଏ ଆସିବ ତାକୁ ନେବାକୁ? ଅନ୍ତତଃ ପକ୍ଷେ ତାକୁ ଖାଇବା ପିନ୍ଧିବାର ତ ଅସୁବିଧା ହେବ ନାହିଁ। ବଡ଼ ଘରର ମାଲିକାଣୀ ହୋଇଯିବ। ସେଠାକୁ ଯିବ ତ। ଅନେକ ଯୁକ୍ତିତର୍କ ପରେ ଶେଷରେ ବାପାଙ୍କୁ ହାର ମାନିବାକୁ ପଡ଼ିଲା ଏବଂ ମୋର ମତାମତ କେହି ପଚାରିଲେ ନାହିଁ। ବୋଧହୁଏ ମୋ ପରି ଲୋକଙ୍କର ନିଜର କୌଣସି ପସନ୍ଦ ବା ଅପସନ୍ଦ ନଥାଏ। ମୋର ପ୍ରସ୍ତାବ ସେଠାରେ ଠିକ୍ ହୋଇଗଲା। ଯେଉଁଦିନ ମୋ ଶ୍ୱଶୁର ଘର ଲୋକ ମୋତେ ଦେଖିବାକୁ ଆସିଲେ, ସେଦିନ ମୋ ଜୀବନର ସବୁଠାରୁ କଷ୍ଟକର ଦିନ ଥିଲା।
ସେମାନେ ସତରେ ବହୁତ ଧନୀ ଏବଂ ଆଧୁନିକ ଥିଲେ। ମୋ ଶାଶୁ ଏବଂ ନଣନ୍ଦମାନେ ରେଶମୀ କପଡ଼ା ପିନ୍ଧିଥିଲେ, ଯେତେବେଳେ କି ମୁଁ ମୋର ସାଧାରଣ ପୋଷାକରେ ସଙ୍କୁଚିତ ହୋଇ ବସିଥିଲି। ଯେମିତି ହିଁ ସେମାନେ ମୋତେ ଦେଖିଲେ, ଶାଶୁଙ୍କ ଆଖିରେ ଏକ ଘୃଣା ଆସିଗଲା ଏବଂ ନଣନ୍ଦମାନେ ପରସ୍ପର କାନରେ କଥା ହୋଇ ହସିବାକୁ ଲାଗିଲେ। ତାପରେ ମୋତେ ଉପରୁ ତଳ ଯାଏଁ ଏମିତି ଚାହିଁଲେ ଯେମିତି ମୁଁ କୌଣସି ମଣିଷ ନୁହେଁ, ବରଂ କୌଣସି ଅଜବ ଜିନିଷ। ମମି, ଏ ତ ହଦ୍ରୁ ଅଧିକା କଳା, ଜଣେ ନଣନ୍ଦ ଚୁପ୍ ସ୍ୱରରେ କହିଲେ, କିନ୍ତୁ ମୁଁ ଶୁଣିନେଲି। ସେହି ସମୟରେ ମୋତେ ପ୍ରଥମ ଥର ଅନୁଭବ ହେଲା ଯେ ଯେତିକି ଅନ୍ଧକାର ମୋର ହେବାକୁ ଥିବା ସ୍ୱାମୀଙ୍କ ଆଖିରେ ଅଛି, ତାଠାରୁ ଅଧିକ ଅନ୍ଧକାର ମୋର ଆସିବାକୁ ଥିବା ଜୀବନରେ ବି ହେବାକୁ ଯାଉଛି। ମୁଁ ମୁଣ୍ଡ ନୁଆଇଁଦେଲି ଏବଂ ମନେ ମନେ ଭଗବାନଙ୍କୁ ପ୍ରାର୍ଥନା କରିବାକୁ ଲାଗିଲି ଯେ ଏହି ଅସୁନ୍ଦର ପଣର ଫଳ ମୋତେ ଶାନ୍ତି ଆକାରରେ ଦେଇଦେବେ। ତାପରେ କଥାବାର୍ତ୍ତା ହେଲା ଏବଂ କିଛି ଦିନରେ ବିବାହ ତାରିଖ ଠିକ୍ ହୋଇଗଲା। ମୁଁ ଏମିତି ଏକ ଘରକୁ ଯିବାକୁ ଯାଉଥିଲି ଯେଉଁଠି ସବୁକିଛି ଚମକଦାର ଥିଲା, କେବଳ ମୋ ଭାଗ୍ୟକୁ ଛାଡ଼ି। ବିବାହର ହୋହଲ୍ଲା ଏବଂ ଢୋଲ ଧମାକାର ଶବ୍ଦ ମୋ କାନରେ ବିନ୍ଧୁଥିଲା। ଚାରିଆଡ଼େ ଆଲୋକ ଏବଂ ହସର ଶବ୍ଦ ଥିଲା, କିନ୍ତୁ ମୋ ମନ କୌଣସି ଏକ ଅଜଣା ଭୟରେ ଭାରୀ ହୋଇଯାଉଥିଲା। ଯେବେ ବିଦାୟ ସମୟ ଆସିଲା, ସେତେବେଳେ ଯେମିତି ମୋ ଗୋଡ଼ ତଳୁ ମାଟି ଖସିଗଲା। ବାପା ଥରଥର ହାତରେ ମୋ ହାତକୁ ବିଦ୍ୟୁତଙ୍କ ହାତରେ ଦେଇ କାନ୍ଦି କାନ୍ଦି କହିଲେ ଯେ, ପୁଅ, ମୋ ଝିଅ ଦେଖିବାକୁ ତ ସୁନ୍ଦର ନୁହେଁ, କିନ୍ତୁ ମନ ତାର ବହୁତ ସଫା, ଆଉ ଏହାକୁ ବୋଝ ବୋଲି ଭାବିବ ନାହିଁ, ଏ ବହୁତ ଧୈର୍ଯ୍ୟବାନ ପିଲା। ବାପାଙ୍କ କଥାରେ ବିଦ୍ୟୁତ୍ ଚୁପଚାପ ମୁଣ୍ଡ ନୁଆଇଁ ଦେଲେ। ତାଙ୍କ କଳା ଚଷମା ପଛରେ କ'ଣ ଲୁଚି ରହିଥିଲା, ତାହା କେହି ଜାଣିନଥିଲେ। ସେ ନୀରବ ଥିଲେ, ଏତେ ଅଧିକ ଚୁପ୍ ଯେ ମୋତେ ତାଙ୍କ ନିଶ୍ୱାସର ଶବ୍ଦ ମଧ୍ୟ ସ୍ପଷ୍ଟ ଶୁଣାଯାଉଥିଲା। ଯେବେ ମୁଁ ପ୍ରଥମ ଥର ମୋ ଶ୍ୱଶୁର ଘରର ସେହି ଆଳିଶାନ ବଙ୍ଗଳା ଭିତରକୁ ଗଲି, ସେଠାକାର ପରିବେଶ ଦେଖି ମୋ ଆଖି ଖୋଲା ରହିଗଲା, କାରଣ ଚାରିଆଡ଼େ ଦାମିରୁ ଦାମୀ ଜିନିଷ ଲାଗିଥିଲା। ମୁଁ ଏମିତି ଘର କେବଳ ମୋ ସ୍ୱପ୍ନରେ ଦେଖିଥିଲି। ମୋ ନଣନ୍ଦମାନେ ଯେଉଁମାନେ ଦାମୀ ଓ ରେଶମୀ ପୋଷାକ ପିନ୍ଧିଥିଲେ ଏବଂ ଯାହାଙ୍କ କେଶ ଖୋଲା ଥିଲା, ମୋତେ ଦେଖି ସେମାନେ ମୁରୁକି ହସୁଥିଲେ। ସେମାନଙ୍କ ଆଖିରେ ମୋ ପାଇଁ ପ୍ରଶଂସାର କୌଣସି ଚମକ ନଥିଲା, ବରଂ ଗଭୀର ଘୃଣା ଥିଲା। ଦେଖନ୍ତୁ ଭାଉଜ, ଆପଣଙ୍କ ନୂଆ ମହଲ ଆପଣଙ୍କ ସ୍ୱାଗତ ପାଇଁ ସଜା ହୋଇଛି। ସାନ ନଣନ୍ଦ ବିନିତା ହସିବାକୁ ଲାଗିଲେ ଏବଂ ସେ କହିଲେ ଯେ, ଏମିତିରେ ବି ଆପଣଙ୍କ ପାଇଁ ଏଠାରେ ଖାପଖୁଆଇ ଚଳିବା ଟିକେ କଷ୍ଟକର ହେବ। ଏଠାକାର ପ୍ରତିଟି ଜିନିଷ ବହୁତ ଦାମୀ ଏବଂ ସୁନ୍ଦର। ଆମେ ସମସ୍ତେ ଏଠାରେ ବହୁତ ମଡର୍ଣ୍ଣ। ଆଶା କରୁଛି ଯେ ଆପଣ ଏହି କଳା ରଙ୍ଗ ଏବଂ ନିଜର ପୁରୁଣା ଚିନ୍ତାଧାରା ସହିତ ଏଠାରେ ଶ୍ୱାସରୁଦ୍ଧ ହୋଇ ମରିବେ ନାହିଁ। ମୁଁ କୌଣସି ଉତ୍ତର ଦେଲି ନାହିଁ। ବସ୍ ନିଜ ମୁଣ୍ଡରେ ଓଢ଼ଣାକୁ ଭଲଭାବେ ସଜାଡ଼ି ବିଦ୍ୟୁତଙ୍କ ହାତ ଧରି ରୁମ୍ ଆଡ଼କୁ ଚାଲିଗଲି। ବିଦ୍ୟୁତ୍ ସାରା ବାଟ ଚୁପ୍ ରହିଲେ, ଯେମିତି ତାଙ୍କ ଆଖପାଖରେ ହେଉଥିବା କୌଣସି କଥା ସହ ତାଙ୍କର କିଛି ଯାଏ ଆସେ ନାହିଁ। ରେ ପହଞ୍ଚି ସେ ଧୀରେ ମୋ ହାତରୁ ନିଜ ହାତ ଛଡ଼ାଇଲେ ଏବଂ ବେଡ୍ କୋଣରେ ବସିଗଲେ। ରୁମ୍ ମଧ୍ୟ ବହୁତ ବଡ଼ ଏବଂ ସୁନ୍ଦର ଥିଲା, କିନ୍ତୁ ସେଠାକାର ନୀରବତା ମୋତେ ଖାଇବାକୁ ଗୋଡ଼ାଉଥିଲା। ତୁମ ନାଁ ଅଦ୍ବିକା ନା? ସେ ଧୀର ସ୍ୱରରେ ପଚାରିଲେ। ତାଙ୍କ କହିବା ଶୈଳୀ ଟିକେ ରୁକ୍ଷ ଥିଲା। ଆଜ୍ଞା, ମୁଁ ତାଙ୍କୁ ଉତ୍ତର ଦେଲି ତ ସେ କହିଲେ, ଦେଖ ଅଦ୍ବିକା, ମୁଁ ତୁମକୁ ଦେଖିପାରିବି ନାହିଁ, ତେଣୁ ମୋ ପାଇଁ ତୁମର ରୂପ ଏବଂ ଚେହେରା କୌଣସି ମାନେ ରଖେ ନାହିଁ। ତୁମେ କଳା କି ଗୋରା, ସେଥିରେ ମୋର କିଛି ଯାଏ ଆସେ ନାହିଁ। ବାସ୍ ମୋ କାମ ସମୟରେ ହେବା ଦରକାର। ମୁଁ ଚୁପଚାପ ରହୁଥିବା ମଣିଷ ଏବଂ ମୋତେ ଅଧିକ ପାଟିତୁଣ୍ଡ କିମ୍ବା ଭାବପ୍ରବଣ କଥା ପସନ୍ଦ ନୁହେଁ। ତାଙ୍କ ସ୍ୱର ପୂରା ସାଧାରଣ ଥିଲା, ଯେମିତି ସେ କୌଣସି ଭଲ ପାଇବାର ସମ୍ପର୍କ ନୁହେଁ, ବରଂ କୌଣସି ବ୍ୟବସାୟିକ ଡିଲ୍ ଫାଇନାଲ କରୁଛନ୍ତି। ରାତିର ଶେଷ ପ୍ରହରରେ ଯେବେ ବିଦ୍ୟୁତ୍ ଶୋଇଗଲେ, ତେବେ ମୋତେ ଶୋଷ ଲାଗିଲା। ମୁଁ ଧୀରେ ଧୀରେ ରୁମ୍ ବାହାରକୁ ଆସିଲି ଯେମିତିକୁ ଯାଇ ପାଣି ପିଇପାରିବି। ତେବେ ଗ୍ୟାଲେରୀରେ ମୋତେ ଶାଶୁ ଏବଂ ଦୁଇ ନଣନ୍ଦଙ୍କ ସ୍ୱର ଶୁଣାଗଲା। ସେମାନେ ଲଞ୍ଜରେ ବସି କଫି ପିଉଥିଲେ। ମମି, ଆପଣ ସତରେ ସେହି ଅଶିକ୍ଷିତକୁ ଏହି ଘରର ବୋହୂ ବନାଇଦେଲେ? ବାଣୀଙ୍କ ସ୍ୱରରେ ବିଷ ଥିଲା। ସେ ବିଦ୍ୟୁତ୍ ଭାଇଙ୍କ ସହିତ କେତେ ଖରାପ ଦେଖାଯାଉଛି ମା। ଆରେ ଝିଅ, ରୂପ ଚେହେରାକୁ ଗୋଳିମାର। ଶାଶୁ ହଠାତ୍ କହିଲେ, ଆମକୁ ତ ବସ୍ ଏମିତି ଏକ ଝିଅ ଦରକାର ଥିଲା ଯେ ପାଟି ଖୋଲିବ ନାହିଁ ଏବଂ ବସ୍ ବିଦ୍ୟୁତର ଯତ୍ନ ନେବ। କାଗଜରେ ଦସ୍ତଖତ କରିବା ପାଇଁ ଆମକୁ କୌଣସି ସୁନ୍ଦରୀ କିମ୍ବା ଚାଲାକ ଝିଅର ଦରକାର ନାହିଁ। କେବଳ ଏମିତି ଜଣେ ଚାକରାଣୀ ଦରକାର ଥିଲା ଯିଏ ବାହାଘର ବନ୍ଧନରେ ବନ୍ଧା ହୋଇଥିବ। କାଲିଠାରୁ ତୁ ଦେଖିବୁ ମୁଁ ତାର ଗର୍ବ କେମିତି ମାଟିରେ ମିଶାଉଛି। ମୁଁ ସେମାନଙ୍କ କଥା ଶୁଣି ସେଇଠି କାନ୍ଥକୁ ଲାଗି ଠିଆ ହୋଇଗଲି। ମୋ ହୃଦୟ ଜୋରରେ ଧଡ଼ଧଡ଼ ହେଉଥିଲା। ମୁଁ ପାଣି ନ ପିଇକୁ ଫେରିଆସିଲି। ମୋ ଆଖିରୁ ଲୁହ ବୋହି ଯାଉଥିଲା, କିନ୍ତୁ ମୁଁ ନିଜକୁ ସମ୍ଭାଳିଲି ଯେ, ହେ ଭଗବାନ, ଏମାନେ କେମିତିକା ଲୋକ। ପରେ ପରଦିନ ସକାଳେ ଯେବେ ମୋ ଆଖି ଖୋଲିଲା, ତେବେ ସୂର୍ଯ୍ୟ କିରଣ ସବୁଆଡ଼େ ଖେଳି ଯାଇଥିଲା। ମୁଁ ଉଠିଲି ଏବଂ ମୋତେ ପୂଜା କରିବାର ଥିଲା, କାରଣ ସକାଳୁ ଉଠି ପୂଜା କରିବା ମୋର ଅଭ୍ୟାସ ଥିଲା। ମୁଁ ବହୁତ ଧାର୍ମିକ ଥିଲି। ମୋତେ ପୂଜାପାଠ କରିବା ବହୁତ ପସନ୍ଦ ଥିଲା। ଏହିପରି ଭାବେ ମୁଁ ଉଠିଲି, ଫ୍ରେଶ୍ ହେଲି ଏବଂ ପୂଜା କରିବା ପାଇଁ ସେଠାରେ ଥିବା ଛୋଟ ମନ୍ଦିରକୁ ଯାଇ ପ୍ରାର୍ଥନା କରିବାକୁ ଲାଗିଲି ଏବଂ ଭଗବାନଙ୍କୁ ମୋର ନୂଆ ଜୀବନକୁ ଆଲୋକିତ କରିବା ପାଇଁ ପ୍ରାର୍ଥନା କଲି।
ମୁଁ ଏଇ ପ୍ରାର୍ଥନା ହିଁ କରୁଥିଲି ଯେ ହଠାତ୍ ସେଠାକାର କବାଟ ଖୋଲିଲା। ମୋ ଶାଶୁ, ଯାହାଙ୍କ ମୁହଁରେ କ୍ରୋଧର ଲହରୀ ଥିଲା, ସେ ଖୁବ୍ ଜୋରରେ ଭିତରକୁ ଆସିଲେ। ଆରେ ଉଠେ ଏଠାରୁ। ସେ ମୋ ବାହୁ ଧରି ମୋତେ ସେଠାରୁ ଟାଣିବାକୁ ଚେଷ୍ଟା କଲେ। ଯଦିଓ ମୁଁ ମନ୍ଦିରରେ ଥିଲି। ମମ୍ମିଜି, ସବୁ ଠିକ୍ ଅଛି ତ? ମୁଁ ଏବେ ପୂଜା କରୁଥିଲି। ମୁଁ ଡରିଯାଇ ଠିଆ ହୋଇଗଲି। ଝିଅ, ଏଠାରେ ବସି ତୁ ରାଣୀ ହେବାର ସ୍ୱପ୍ନ ଦେଖ ନାହିଁ। ତୋତେ କ'ଣ ଲାଗିଲା ଯେ ମୋ ପୁଅର ଆଖି ନାହିଁ ବୋଲି ତୁ ଏହି ଘର ଉପରେ ରାଜ କରିବୁ? ସେ ମୋତେ ଗୋଟିଏ ଝଟକା ଦେଇ କହିଲେ ଯେ ତୋ ପରି ଅସୁନ୍ଦରୀ ଏବଂ କାଳି କୁତ୍ସିତକୁ ନିଜ ଘରେ ବରଦାସ୍ତ କରିବା କୌଣସି ସହଜ କାମ ନୁହେଁ। ଚାଲ ଉଠ ଏବଂ ଯାଇ ସମସ୍ତଙ୍କ ପାଇଁ ଜଳଖିଆ ବନା। ଆମକୁ ବିନା ପଇସାରେ ଚାକରାଣୀ ମିଳିଯାଇଛି, ଏବେ ଏହାର ପୁରା ଫାଇଦା ଉଠାଇବୁ। ତୋତେ ସେଥିପାଇଁ ତ ଆଣିଛୁ ଯେମିତି ଚାକରାଣୀ ପଇସା ବଞ୍ଚିପାରିବ। ତାଙ୍କ କଥା ଶୁଣି ମୋ ଆଖିରୁ ଲୁହ ବୋହିବାକୁ ଲାଗିଲା। ମମ୍ମି, ଏବେ ତ ମୋର ପ୍ରଥମ ଦିନ। ମୁଁ ଏବେ ଯାଏଁ ମୋ ଘର ଲୋକଙ୍କ ସହ ଫୋନରେ କଥା ବି ହୋଇପାରି ନାହିଁ। ସେତେବେଳେ ସେ ତୁରନ୍ତ କହିଲେ, ଏବେ ପ୍ରଥମେ ହେଉ କି ଶେଷ ଦିନ ହେଉ, କାମ ତ ତୋତେ ହିଁ କରିବାକୁ ପଡ଼ିବ। ଚାଲ ଶୀଘ୍ର, ନହେଲେ ଭୋକିଲା ରହିବୁ। ଖାଇବାକୁ ଦେବି ନାହିଁ ଯଦି କୌଣସି କାମ ଠିକ୍ ହୋଇନାହିଁ, କାରଣ ଏହି ଘରେ ରୁଟି କେବଳ ତାକୁ ହିଁ ମିଳେ ଯିଏ କାମ କରେ। ସେ ମୋତେ ଧକ୍କା ଦେଲେ ଏବଂ ବାହାରକୁ ଚାଲିଗଲେ। ମୁଁରେ ପହଞ୍ଚି ସେଠାକାର ପରିବେଶ ଦେଖି ଡରିଗଲି। ଏତେ ବଡ଼ରେ ମୋତେ କିଛି ବି ବୁଝାପଡ଼ୁନଥିଲା ଯେ କେଉଁଠୁ କ'ଣ ଆରମ୍ଭ କରିବି। ସେଠାରେ ଆଗରୁ ଥିବା ଜଣେ ଚାକରାଣୀ ମୋତେ ଚାହିଁ ରହିଲା। ତା ଆଖିରେ ସହାନୁଭୂତି ଥିଲା, କିନ୍ତୁ ମୁଁ କିଛି କହିପାରିଲି ନାହିଁ। ନଣନ୍ଦମାନେ ଡାଇନିଂରେ ବସି ହସୁଥିଲେ। ଆରେ ଦେଖିଲୁ, ଚାକରାଣୀ ଆସିଗଲାଣି। ବଡ଼ ନଣନ୍ଦ ବାଣୀ ହସି କହିଲେ, ଅଦ୍ୱିକା, ଚାରେ ଚିନି କମ୍ ରଖିବୁ। ମୁଁ ନିଜର ବହୁତ ଯତ୍ନ ନିଏ। ତ ପରି ନୁହେଁ ଯେ ଯାହା ବି ହୋଇଯିବି। ଆଉ ହଁ, ମୋ ଜଳଖିଆ ଧଦଟା ସୁଦ୍ଧା ଟେବୁଲ ଉପରେ ଥିବା ଦରକାର, ନହେଲେ ମମ୍ମିଙ୍କ ରାଗ ତୁ ସମ୍ଭାଳି ପାରିବୁ ନାହିଁ। ଆଉ ମୁଁ ଚୁପଚାପ କାମରେ ଲାଗିଗଲି। ପରେ ବିଦ୍ୟୁତଙ୍କ ପାଇଁ ଜଳଖିଆ ପ୍ରସ୍ତୁତ କରି ମୁଁ ନେଇଗଲି ତ ସେ ଚୁପଚାପ ବେଡ୍ ଉପରେ ବସିଥିଲେ। ମୁଁ ଟ୍ରେ ସାଇଡ୍ ଟେବୁଲ ଉପରେ ରଖିଲି ଏବଂ ତାଙ୍କ ପାଖକୁ ଗଲି। ଆପଣ ଜଳଖିଆ କରିନିଅନ୍ତୁ, ମୁଁ ଖୁଆଇଦେବି କି? ମୁଁ ଧୀର ସ୍ୱରରେ ପଚାରିଲି। ବିଦ୍ୟୁତ ମୋ ସ୍ୱର ଆଡ଼କୁ ମୁଣ୍ଡ ବୁଲାଇଲେ। ତାଙ୍କ ଆଖିରେ କଳା ଚଷମା ମଧ୍ୟ ଲାଗିଥିଲା। ନାହିଁ, ମୁଁ ନିଜେ ଖାଇନେବି। ବାସ୍ ତୁମେ ମୋ ହାତ ଧୋଇଦିଅ। ମୁଁ ଏକ ପାତ୍ରରେ ପାଣି ନେଲି ଏବଂ ତାଙ୍କ ହାତ ଧୋଇଦେଲି। ତାପରେ ସେ ନୀରବରେ ଜଳଖିଆ କଲେ। ସେ ଘରର ବାକି ଲୋକଙ୍କ ପରି ମୋ ଉପରେ ଚିତ୍କାର କରୁନଥିଲେ, କିନ୍ତୁ ତାଙ୍କ ନୀରବତା ମଧ୍ୟ ମୋତେ ଡରାଉଥିଲା। ସେ ସାରା ଦିନ ନିଜରେ ହିଁ ବନ୍ଦ ରହୁଥିଲେ, ନୀରବରେ ଛାତକୁ ଚାହିଁ ରହୁଥିଲେ। ଦ୍ୱିପ୍ରହର ସୁଦ୍ଧା ମୁଁ ଘର କାମରେ ଥକି ଯାଇଥିଲି। ଶାଶୁ ଗୋଟିଏ ମୁହୂର୍ତ୍ତ ପାଇଁ ବି ମୋତେ ଶାନ୍ତିରେ ବସିବାକୁ ଦେଲେ ନାହିଁ। କେତେବେଳେ ସୋଫା ସଫା କରାଉଥିଲେ ତ କେତେବେଳେ କିଚେନ୍ ସଫା। ନଣନ୍ଦ ସୋଫାରେ ବସି ମୋବାଇଲ ବ୍ୟବହାର କରୁ କରୁ ମୋତେ ହୁକୁମ ଦେଉଥିଲେ ଯେ ଅଦ୍ୱିକା, ଏହି ଓଢ଼ଣା ମୁଣ୍ଡରୁ ହଟାଅ। କ'ଣ ସବୁବେଳେ ଚାକରାଣୀ ପରି ଏମିତି ଗୁଡ଼ାଇ ହୋଇ ରହୁଛ? ଆମ ଘରେ ଏସବୁ ଚଳେ ନାହିଁ। ବାଣୀ ଗର୍ଜି କହିଲେ ତ ମୁଁ କହିଲି, ମୋତେ ଏମିତି ହିଁ ଭଲ ଲାଗେ। ସେ ତୁରନ୍ତ କହିଲେ ଯେ ଆସିଲେଣି ବଡ଼ ସଂସ୍କାରୀ ହେବାବାଲି। ଚେହେରା ଦେଖିଛ ନିଜର, ଆଉ ଉପରକୁ ରଙ୍ଗ ବି ଶ୍ୟାମଳ। ତୁମକୁ ଭଲ କିଏ ଦେଖିବାକୁ ଚାହିଁବ? ତୁମର ଏହି ରଙ୍ଗ ଦେଖିଲେ ଲୋକେ ରାସ୍ତା ବଦଳାଇ ଦେବେ। ଏଠାରେ ଆମ ପାଖରେ ଲୋକେ ମଡର୍ଣ୍ଣ ହୋଇ ରହନ୍ତି। ବାଣୀ ହସିବାକୁ ଲାଗିଲେ। ତୁମେ ଜାଣିନି କେଉଁ ଢଙ୍ଗରେ ରୁହ। ଏବଂ ସେ ମୋ ଉପରେ ହସିବାକୁ ଲାଗିଲେ। ସେମାନଙ୍କ ତାତ୍ସଲ୍ୟ ଏବଂ ଅତ୍ୟାଚାର ପ୍ରତି ମୁହୂର୍ତ୍ତରେ ବଢ଼ିବାରେ ଲାଗିଥିଲା। କିନ୍ତୁ ମୁଁ ଧୈର୍ଯ୍ୟ ଧରିବା ଛାଡ଼ିନଥିଲି। ଦିନ ଗଡ଼ିବା ସହିତ ମୋ ଶ୍ୱଶୁର ଘର ଲୋକଙ୍କ ବ୍ୟବହାର ଆହୁରି ପିତା ହୋଇ ଚାଲିଲା। ମୋ ପାଇଁ ଦିନର ଆରମ୍ଭ ପୂଜାରୁ ହେଉଥିଲା ଏବଂ ରାତି ମୋ ଅଣ୍ଟାହାଡ଼ ଭାଙ୍ଗିଲା ପରି ଥକାପଣରେ ଶେଷ ହେଉଥିଲା। ବିଦ୍ୟୁତ ତ ନିଜରେ ହିଁ ବେଶୀ ରହୁଥିଲେ। କେବେ କେବେ ମୁଁ ତାଙ୍କୁ ସାହାରା ଦେଇ ବାଲକୋନି ପର୍ଯ୍ୟନ୍ତ ନେଇଯାଉଥିଲି, କିନ୍ତୁ ଶାଶୁ ସେଠାରେ ବି ପହଞ୍ଚି ଯାଉଥିଲେ। କୁଆଡ଼େ ନେଇଯାଉଛୁ ଏହାକୁ? ଭିତରେ ବସା ଏହାକୁ। କାଳେ ବାହାର ଲୋକ ତୋତେ ଦେଖି ଡରି ନ ଯାଆନ୍ତି। ଶାଶୁ ଦିନେ ହଠାତ୍ ମୋତେ ଅଟକାଇ ଦେଲେ। ମୁଁ ନତମସ୍ତକରେ କହିଲି ଯେ ମମ୍ମି, ସେ ସାରା ଦିନରେ ହଇରାଣ ହୋଇଯାଉଛନ୍ତି, ଟିକେ ଥଣ୍ଡା ପବନ ଖାଇନେବେ। ପବନ ଖାଇବାକୁ ଅଛି ତ ଫ୍ୟାନ୍ ସ୍ପିଡ୍ କରିଦେ। ବାହାରକୁ ବାହାର କରି ଲୋକଙ୍କୁ ଜଣାଇବାକୁ ଚାହୁଁଛୁ ଯେ ଏହି ଧନୀ ପରିବାରର ବୋହୂ ଏତେ କାଳି କୁତ୍ସିତ। ସେ ମୁହଁ ମୋଡ଼ି କହିଲେ ଏବଂ ବାଣୀ ଆଡ଼କୁ ବୁଲିଗଲେ। ବାଣୀ, ଦେଖିଲୁ ତ ଭାଉଜଙ୍କ ଲକ୍ଷଣ, କେମିତି ପାଟି ଚଲାଉଛନ୍ତି। ଏବେ ସେ ଆମଠୁ। ବାଣୀରୁ ନଜର ହଟାଇ ମୋତେ ଚାହିଁଲେ। ମମ୍ମି, ଏଥିରେ ତାଙ୍କର ଦୋଷ ନାହିଁ। ଏହାକୁ ଲାଗୁଛି ଯେ ବିଦ୍ୟୁତ ଭାଇଙ୍କ ଯତ୍ନ ନେଇ ଏହି ଘରର ମାଲିକାଣୀ ବନିଯିବ। ତାକୁ ଜଣାନାହିଁ ଯେ ବିଦ୍ୟୁତ ତ ନିଜେ ଆମ ଟୁକୁଡ଼ାରେ ହିଁ ପଳୁଛି। ମୁଁ ନୀରବରେ ବିଦ୍ୟୁତଙ୍କୁ ନେଇକୁ ଫେରିଆସିଲି। ସେ ସାରା ବାଟ ଚୁପ୍ ରହିଲେ। ଯେମିତି ହିଁରେ ପହଞ୍ଚିଲୁ, ସେ ମୋ ହାତକୁ ଟିକେ ଶକ୍ତ କରି ଧରିନେଲେ। ଅଦ୍ୱିକା, କ'ଣ ସେମାନେ ତୁମକୁ ବହୁତ କଥା ଶୁଣାନ୍ତି? ସେ ଧୀର ସ୍ୱରରେ ପଚାରିଲେ। ମୁଁ ମୋ ଲୁହ ପୋଛିଲି ନାହିଁ ଏବଂ କହିଲି ଯେ ନାହିଁ, ସେ ବସ୍ ରାଗିଥିଲେ ତ କହିଦେଲେ, ଛାଡ଼ନ୍ତୁ ଏସବୁ, ଆପଣ ଖାଇବେ। ତୁମେ ନିଜକୁ ଏମିତି କାହିଁକି ରଖୁଛ? ସେ ହଠାତ୍ ଏମିତି ଏକ ପ୍ରଶ୍ନ କଲେ
ଯାହା ମୋତେ ଚକିତ କରିଦେଲା। ସେ ମୋ କହିବା ମାନେ, ତୁମେ ସବୁବେଳେ ମୁଣ୍ଡରେ ଓଢ଼ଣା ଦେଇଥାଅ, କ'ଣ ତୁମେ ଏହି ମଡର୍ଣ୍ଣ ଘର ରଙ୍ଗରେ ରଙ୍ଗେଇ ହେବାକୁ ଚାହୁଁନାହଁ? ବିଦ୍ୟୁତ୍ ସାହେବ, ମୁଁ ଭଗବାନଙ୍କୁ ବହୁତ ମାନେ। ମୋତେ ପୂଜାପାଠ ବହୁତ ପସନ୍ଦ ଏବଂ ମୁଁ ସେହି ଅବସ୍ଥାରେ ନିଜକୁ ରଖିବାକୁ ଚାହେଁ ଯେମିତି ମୁଁ ଅଛି। ମୋତେ ଏମିତି ହିଁ ଭଲ ଲାଗେ ନିଜ ମୁଣ୍ଡ ଘୋଡ଼ାଇ ରଖିବା। ମୁଁ ଜଣେ ବହୁତ ଧାର୍ମିକ କିସ୍ମର ସ୍ତ୍ରୀଲୋକ। ବସ୍ ସେଥିପାଇଁ ମୋତେ ଏସବୁ ଭଲ ଲାଗେ। ଦୁନିଆର ଚାକଚକ୍ୟ ମୋ କାମର ନୁହେଁ। ଭଗବାନ ମୋତେ ଦେଖୁଛନ୍ତି, ଆଉ ଏହା ହିଁ ମୋ ପାଇଁ ଯଥେଷ୍ଟ। ମୁଁ ତୁରନ୍ତ ଉତ୍ତର ଦେଲି। ବିଦ୍ୟୁତଙ୍କ ମୁହଁରେ ଗୋଟିଏ ମୁହୂର୍ତ୍ତ ପାଇଁ ଆଶ୍ଚର୍ଯ୍ୟ ଭାବ ପ୍ରକଟ ହେଲା। ପରେ ସେ ପୁଣି ନିଜର ସାଧାରଣ ଅବସ୍ଥାକୁ ଫେରି ଆସିଲେ। ତୁମେ ବହୁତ ଅଜବ ଝିଅଟିଏ। ଦ୍ୱିପ୍ରହର ସମୟରେ ଯେବେ ବି ମୁଁ ଗୀତା ପାଠ କରିବାକୁ ବସେ, ଶାଶୁ ହଠାତ୍ ମୋ ରୁମ୍ ବାହାରକୁ ଆସି ଟିଭିର ଭଲ୍ୟୁମ୍ ଫୁଲ୍ କରି ଗୀତ ଶୁଣିବାକୁ ଲାଗନ୍ତି ଏବଂ ମୋ ପାଠରେ ବାଧା ସୃଷ୍ଟି କରନ୍ତି। ମୁଁ ତଥାପି ତାଙ୍କୁ କହିଲି ନାହିଁ। ମୁଁ ନିଜେ ହିଁ ମୋ ସ୍ୱର ଟିକେ ବଢ଼ାଇଦେଲି ଯେମିତି ଧ୍ୟାନ ନ ଭଟକିବ। କିନ୍ତୁ ଶାଶୁ ଆସି କବାଟ ଖୋଲିଦେଲେ। ଏ କ'ଣ ତମାସା ଲଗାଇଛୁ ତୁ? ସେ ଚିତ୍କାର କଲେ। ସାରାଦିନ ତୁ ଏହି ପୂଜାପାଠ କରୁଥାଉ, ଘର କାମ କିଏ କରିବ ତାହେଲେ? ଆଉ ଏ କ'ଣ ସବୁବେଳେ କାନ୍ଦ କାନ୍ଦ ସ୍ୱରରେ ପଢ଼ିବା ଆରମ୍ଭ କରିଦେଉଛୁ? ବନ୍ଦ କର ଏହାକୁ। ଚାଲ। ମୁଁ ଡରିଯାଇ କହିଲି, କିନ୍ତୁ ମମ୍ମି, ମୁଁ ତ ବସ୍ ଗୀତା ପାଠ କରୁଥିଲି। ବସ୍ ଆଉ ଟିକେ ସମୟ। ମୋ କଥା ଶେଷ ହୋଇନଥିଲା କି ସେ ମୋ ହାତରୁ ଗୀତା ଧରି ଜବରଦସ୍ତି ବନ୍ଦ କରିଦେଲେ। କାମରେ ଲାଗଯାଇ। ରାତିର ଅତିଥିଙ୍କ ପାଇଁ ଖାଇବା ପ୍ରସ୍ତୁତ କରିବାର ଅଛି। ବାଣୀର ସାଙ୍ଗମାନେ ଆସୁଛନ୍ତି। ଖବରଦାର ଯଦି ତୁ ତାଙ୍କ ସାମ୍ନାକୁ ଆସିଛୁ, ବସ୍ରେ ହିଁ ରହିବୁ। ସେ ହୁକୁମ ଦେଲେ ଏବଂ ବାହାରକୁ ଚାଲିଗଲେ। ମୋ ହୃଦୟ ରକ୍ତର ଲୁହ କାନ୍ଦୁଥିଲା। ମୁଁ ତ ବସ୍ ଭଗବାନଙ୍କ ନିକଟତର ହେବାକୁ ଚାହୁଁଥିଲି, କିନ୍ତୁ ଏଠାରେ ତ ପାଦେ ପାଦେ ଅସୁବିଧା ଥିଲା। ମୁଁରେ ପହଞ୍ଚିଲି ତ ବାଣୀ ସେଠାରେ ଠିଆ ହୋଇ ନଖରେ ନେଲ୍ ପଲିସ୍ ଲଗାଉଥିଲେ। ସାରାଦିନ ମୁଁ ମେସିନ୍ ପରି କାମ କଲି, ସଫାସୁତୁରା ଏବଂ ପରେ ଅନେକ ପ୍ରକାରର ଖାଇବା ବି ବନାଇଲି। ଏହି ସମୟରେ ବିଦ୍ୟୁତ ଥରେ ଦୁଇଥର କିଚେନ୍ ପାଖ ଦେଇଗଲେ। ତାଙ୍କ ହାତରେ ସେହି କଳାବାଡ଼ି ଥିଲା, ଯାହା ସାହାରାରେ ସେ ଚାଲୁଥିଲେ। ସେ ଅଟକି କିଛି କହିବାକୁ ଚାହିଁଲେ, କିନ୍ତୁ ଶାଶୁଙ୍କ ଉପସ୍ଥିତି ଦେଖି ସେ ପୁଣି ନିଜ ରୁମ୍ ଆଡ଼କୁ ଚାଲିଗଲେ। ସନ୍ଧ୍ୟା ହେଲା ତ ଘର ହସରେ ଫାଟି ପଡ଼ିଲା। ବାଣୀର ସାଙ୍ଗମାନେ ଆସିଯାଇଥିଲେ ଏବଂ ମୁଁରେ ହିଁ ଚା ପ୍ରସ୍ତୁତ କରୁଥିଲି ଯେ ହଠାତ୍ ଶାଶୁ ଭିତରକୁ ଆସିଲେ। ଅଦ୍ବିକା, ଶୀଘ୍ର ଚା ଆଉ ସ୍ନାକ୍ସ ବନାଇ ନେଇକି ଆସ। ଆଉ ମନେ ରଖିବୁ, ଟ୍ରେ ଠିକ୍ ଭାବେ ଧରିବୁ। ତୋ ହାତ ଏମିତିରେ ବି ବହୁତ ଥରୁଥାଏ, ସେ ତାତ୍ସଲ୍ୟ କରି କହିଲେ। ମୁଁ ଥରଥର ହାତରେ ଚା ଟ୍ରେ ସମ୍ଭାଳିଲି ଏବଂ ଡ୍ରଇଂ ରୁମ୍ ଆଡ଼କୁ ଗଲି। ଯେମିତି ହିଁ ମୁଁ ଭିତରକୁ ଗଲି, ହସର ତୋଫାନ ଅଟକିଗଲା ଏବଂ ସମସ୍ତଙ୍କ ନଜର ବସ୍ ମୋ ଉପରେ ହିଁ ଅଟକିଗଲା। ବାଣୀର ସାଙ୍ଗମାନେ ସୋଫାରେ ବସିଥିଲେ, ଯାହାଙ୍କ ମେକଅପ୍ ସଜା ଚେହେରା ଏବଂ ସୁନ୍ଦର ପୋଷାକ ଦେଖି ମୋତେ ନିଜ ସାଧାରଣପଣ ଉପରେ ଆହୁରି ବେଶୀ ଲଜ୍ଜା ଅନୁଭବ ହେଲା। ବାଣୀ, ଏ କିଏ? ତୋର ନୂଆ ଚାକରାଣୀ? ଜଣେ ଝିଅ ଘୃଣାରେ ମୋତେ ମୁଣ୍ଡରୁ ପାଦ ଯାଏଁ ଚାହିଁ ପଚାରିଲା। ବାଣୀ ଏକ ବିଷାକ୍ତ ନଜର ମୋ ଉପରେ ପକାଇଲେ ଏବଂ ହସିକରି କହିଲେ ଯେ ଆରେ ନାହିଁ ୟାର, ଏ ହେଉଛନ୍ତି ବିଦ୍ୟୁତ୍ ଭାଇଙ୍କ ପତ୍ନୀ, ମୋ ଭାଉଜ। ଏହା ଶୁଣିବା ମାତ୍ରେ ପୂରା ରୁମ୍ ଆଉ ଥରେ ଜୋରରେ ହସରେ ଫାଟି ପଡ଼ିଲା। କ'ଣ ବିଦ୍ୟୁତ ଭାଇଙ୍କ ବାହାଘର ଏହା ସହିତ ହୋଇଛି? ଅନ୍ୟ ଜଣେ ଝିଅ ଆଶ୍ଚର୍ଯ୍ୟ ହୋଇ କହିଲା ଯେ, ମାନେ ଠିକ୍ ଅଛି ୟାର ଯେ ଭାଇ ଦେଖିପାରୁନାହାନ୍ତି, କିନ୍ତୁ ଏହାର ଅର୍ଥ ଏହା ନୁହେଁ ଯେ ତୁମେମାନେ ଏତେ କାଳି କୁତ୍ସିତ ଝିଅ ନେଇ ଆସିବ। ବିଚରା ବିଦ୍ୟୁତ ଭାଇ, ଭଲ ହୋଇଛି ଯେ ସେ ଦେଖିପାରୁନାହାନ୍ତି, ନହେଲେ ଏହାକୁ ଦେଖିଲେ ତ ତାଙ୍କ ଛାତି ବସି ଯାଇଥାନ୍ତା। ଏମିତି କଥା ଶୁଣିବା ମାତ୍ରେ ମୋ ଆଖିରେ ଲୁହ ଆସିବା ଆରମ୍ଭ ହୋଇଗଲା, କିନ୍ତୁ ମୁଁ ସାହସ କରି ଚା'କୁ ଟେବୁଲ ଉପରେ ରଖିବାକୁ ଲାଗିଲି। ମୋ ମନ ହେଉଥିଲା ଯେ ପୃଥିବୀ ଫାଟିଯାଆନ୍ତା ଆଉ ମୁଁ ସେଥିରେ ସମାଇ ଯାଆନ୍ତି। ସତରେ ବାଣୀ, ତୁମେମାନେ ଏହାକୁ ସହୁଛ କେମିତି? ଆଉ ଜଣେ ସାଙ୍ଗ ନାକ ଟେକିଲା। ଏହା ହାତର ଚା ପିଇବାକୁ ବି ଏବେ ମୋତେ ଘୃଣା ଲାଗୁଛି। ମୋତେ ବହୁତ ଅଜବ ଲାଗୁଛି। ଏହା ଶୁଣିବା ମାତ୍ରେ ମୋ ହାତ ଖୁବ୍ ଜୋରରେ ଥରିଗଲା। ମୁଁ ଏକ କପ୍ ଚା ଅତିଥି ଝିଅ ଆଡ଼କୁ ବଢ଼ାଉଥିଲି ଯେ ହଠାତ୍ ମୋ ସାହସ ଜବାବ ଦେଇଦେଲା ଏବଂ ଚା ଭର୍ତ୍ତି କପ୍ ତାର ଦାମୀ ଜାମା ଉପରେ ଯାଇ ପଡ଼ିଗଲା। ଆରେ ମୋ ସୁଟ୍! ସେହି ଝିଅ ଚିତ୍କାର କରି ଠିଆ ହୋଇଗଲା। ତୁ ପାଗଳ କି ଅସୁନ୍ଦରୀ ଚାକରାଣୀ, ଦେଖିକି କାମ କରିପାରୁନାହୁଁ କି? ବାଣୀ ହଠାତ୍ ମୋତେ ଏକ ଜୋରରେ ଚାପୁଡ଼ା ମାରିଲେ। ଅଶିକ୍ଷିତ ସ୍ତ୍ରୀଲୋକ, ଯେମିତି ତ ରଙ୍ଗ କଳା ସେମିତି ତ କାମ ବି ପୂରା କଳା। ତୋର ଜ୍ଞାନ ନାହିଁ କି କୌଣସି କାମକୁ କରିବାର? ରୂପ ଚେହେରା ତ ଭଗବାନ ଭଲ ଦେଇନଥିଲେ, ଅନ୍ତତଃ କାମ ତ ଢଙ୍ଗରେ ଶିଖିଥାନ୍ତୁ। ମୁଁ ହତବାକ ହୋଇ ରହିଗଲି। ମୋ ଗାଲ ଜଳୁଥିଲା ଏବଂ ଲୁହ ଆସିବାକୁ ଲାଗିଲା। ସେ ଦିଦିରେ। ଚୁପ୍ କର ଅଲକ୍ଷଣୀ, ଏବେ ପାଟି ବି ଚଲାଇବୁନ୍ତୁ। ବାଣୀ ରାଗରେ ମୋ ଓଢ଼ଣା ଟାଣିନେଲେ ଏବଂ ସେହି ଝିଅର ଜାମା ସଫା କରିବାକୁ ଲାଗିଲେ। ଦେଖ ୟାର, ଆଇ ଆମ୍ ସୋ ସୋରି। ଏହି ଅଶିକ୍ଷିତର ତ ତମିଜ ହିଁ ନାହିଁ କୌଣସି ଜିନିଷର। ସେହି ଅତିଥି ଝିଅ ମଧ୍ୟ ମୋତେ ଖରାପ କଥା କହୁଥିଲା।
ମୁଁ ସେଠାରୁ ଦୌଡ଼ିକରି ନିଜକୁ ଆସିଲି ଏବଂ କବାଟ ବନ୍ଦ କରି ଭୋ ଭୋ ହୋଇ କାନ୍ଦିବାକୁ ଲାଗିଲି। ମୁଁ ପୂରା ଭାଙ୍ଗି ପଡ଼ିଥିଲି। କ'ଣ ମୋର ଦୋଷ ବସ୍ ଏତିକି ଥିଲା ଯେ ମୁଁ ଅସୁନ୍ଦରୀ ଥିଲି? ଅଦ୍ଭିକା, ତୁମେ କାନ୍ଦୁଛ କି? ବିଦ୍ୟୁତଙ୍କ ସ୍ୱର ଆସିଲା। ସେ କଣରେ ବିଛଣାରେ ବସିଥିଲେ। ତାଙ୍କ ମୁହଁ ସବୁବେଳେ ପରି ପ୍ରଭାବହୀନ ଥିଲା। ମୁଁ ତାଙ୍କ ପାଖକୁ ଯାଇ ଚଟାଣରେ ବସିଗଲି ଏବଂ ତାଙ୍କ ହାତ ଧରି କହିଲି ଯେ ବିଦ୍ୟୁତ୍ ସାହେବ, ଭଲ, ମୋର କ'ଣ ଦୋଷ? କ'ଣ କଳା ହେବା କୌଣସି ଅପରାଧ? ଆପଣଙ୍କ ଭଉଣୀ ସମସ୍ତଙ୍କ ସାମ୍ନାରେ ମୋତେ ଚାପୁଡ଼ା ମାରିଲେ। ମୋତେ ଚାକରାଣୀ କହିଲେ। କ'ଣ ମୁଁ ମଣିଷ ନୁହେଁ? ମୋର ବଞ୍ଚିବାର ଅଧିକାର ନାହିଁ? ଯିଏ ସିଏ ମୋତେ ଅପମାନିତ କରିଦେଉଛି। ବିଦ୍ୟୁତଙ୍କ ହାତ ମୋ ହାତ ଭିତରେ ଟିକେ ଥରିଉଠିଲା। ସେ ଏକ ଦୀର୍ଘଶ୍ୱାସ ନେଲେ ଏବଂ ପ୍ରଥମ ଥର ତାଙ୍କ କହିବା ଶୈଳୀ ବହୁତ ଗମ୍ଭୀର ଏବଂ ଶକ୍ତ ଥିଲା। ଅଦ୍ଭିକା, ତୁମେ ଚିନ୍ତା କରନାହିଁ। ମୁଁ ଜାଣିଛି ବାହାରେ କ'ଣ ହୋଇଛି। ସେ ଧୀର ସ୍ୱରରେ କହିଲେ, ତୁମର କାନ୍ଦିବା ସମୟ ଶେଷ ହେବାକୁ ଯାଉଛି। ବାସ୍ ତୁମେ ଟିକେ ଧୈର୍ଯ୍ୟ ଧର। ମୁଁ ସବୁକିଛି ଠିକ୍ କରିଦେବି। ମୁଁ ଆଶ୍ଚର୍ଯ୍ୟ ହୋଇ ତାଙ୍କ ଆଡ଼କୁ ଚାହିଁଲି। ତାଙ୍କ ସ୍ୱରରେ ଏମିତି ସାହସ ଥିଲା ଯାହା ମୁଁ ପୂର୍ବରୁ କେବେ ଦେଖିନଥିଲି। ଆପଣ କ'ଣ କରିପାରିବେ? ସେମାନେ ତ ଆପଣଙ୍କ କଥା ବି ଶୁଣନ୍ତି ନାହିଁ। ସମୟ ଆସିବାକୁ ଦିଅ। ତୁମେ ଜାଣିପାରିବ ଯେ ମୁଁ କ'ଣ କରିପାରେ ଆଉ କ'ଣ ନାହିଁ। ବସ୍ ମୋ ଉପରେ ଭରସା ରଖ। ସେ ମୋ ହାତ ଥାପୁଡ଼େଇ କହିଲେ। ତାଙ୍କ କଥାରେ ମୋତେ ଟିକେ ଆଶ୍ୱାସନା ତ ମିଳିଲା, କିନ୍ତୁ ମୋ ମନରେ ପ୍ରଶ୍ନ ଏବେ ବି ଅନେକ ଥିଲା। ବିଦ୍ୟୁତ ଯିଏ ନିଜେ ସେହିମାନଙ୍କ ଟୁକୁଡ଼ାରେ ଥିଲେ, ସେ ମୋ ପାଇଁ କ'ଣ ବା କରିପାରିଥାନ୍ତେ? କିନ୍ତୁ ତାଙ୍କ ସ୍ୱରରେ ସେହି ଗମ୍ଭୀରତା ମୋ ମନରେ ଏକ ନୂଆ ଆଶା ଜଗାଇଦେଲା। କିନ୍ତୁ ଶାଶୁ ଏବଂ ନଣନ୍ଦଙ୍କ ଉଦ୍ଦେଶ୍ୟ ତ କିଛି ଅଲଗା ହିଁ ଥିଲା। ସେମାନଙ୍କୁ କ'ଣ ଜଣାଥିଲା ଯେ ଯେଉଁ ଅନ୍ଧକୁ ସେମାନେ ଅସହାୟ ବୋଲି ଭାବୁଥିଲେ ସେ ତାଙ୍କର ପ୍ରତିଟି ଚାଲ ଉପରେ ନଜର ରଖିଥିଲା। ପରଦିନ ସକାଳେ ମୋ ଆଖି ଫୁଲି ଯାଇଥିଲା, କିନ୍ତୁ ଘର କାମ ମୋତେ ଅପେକ୍ଷା କରିଥିଲା। ମୁଁ ଶୀଘ୍ର ଉଠି ନିଜର ପୂଜାପାଠ କରିବାକୁ ଲାଗିଲି ଏବଂ ମନଭରି କାନ୍ଦିଲି। ଯେତେବେଳେ ପହଞ୍ଚିଲି ତ ଶାଶୁ ଆଗରୁ ସେଠାରେ ଥିଲେ ଏବଂ କାହା ସହ ଫୋନ୍ରେ କଥା ହେଉଥିଲେ। ହଁ ଓକିଲ ସାହେବ, ବସ୍ ଆପଣ କାଗଜପତ୍ର ପ୍ରସ୍ତୁତ ରଖନ୍ତୁ। ବିଦ୍ୟୁତ୍ ତ ଏବେ କୌଣସି କାମର ନୁହେଁ। ତା'ଠାରୁ ଦସ୍ତଖତ କରାଇବା କେଉଁ ବଡ଼ କଥା? ବସ୍ ଥରେ ସମ୍ପତ୍ତି ଆମ ନାମରେ ହୋଇଯାଉ, ତା'ପରେ ଏହି କାଳି କୁତ୍ସିତକୁ ବି ଧକ୍କା ମାରି ବାହାର କରିଦେବି। ଶାଶୁଙ୍କ ସ୍ୱରରେ ଏମିତି ତୀବ୍ରତା ଥିଲା ଯେ ମୋ ଗୋଡ଼ ତଳୁ ମାଟି ଖସିଗଲା। ମୁଁ ବାସନ ପଡ଼ିବା ଶବ୍ଦରୁ ନିଜକୁ ସମ୍ଭାଳିଲି ତ ଶାଶୁ ଚମକି ପଛକୁ ଚାହିଁଲେ। ତାଙ୍କ ମୁହଁରେ ଗୋଟିଏ ମୁହୂର୍ତ୍ତ ପାଇଁ ଛାନିଆ ଆସିଲା ତ ପୁଣି ତୁରନ୍ତ ରାଗରେ ବଦଳିଗଲା। ଓଏ ଝିଅ, ଏଠି ଠିଆ ହୋଇଛୁ? ସେ ହଠାତ୍ ମୋ ଉପରକୁ ମାଡ଼ି ଆସିଲେ। ମୁଁ ତ ଏବେ ଆସିଲି ମମିଜି ଜଳଖିଆ ବନାଇବାକୁ। ମୁଁ ଥଙ୍ଗେଇ ଉତ୍ତର ଦେଲି। ଖବରଦାର, ଯଦି ମୋ କଥା ମଝିରେ ପଶିଛୁ ତ ଚାଲ ନିଜ କାମ କର। ସେ ଫୋନ୍ ବନ୍ଦ କରିଦେଲେ ଏବଂ ମୋତେ ଗୋଡ଼ରୁ ମୁଣ୍ଡ ଯାଇ ବାହାରକୁ ଚାଲିଗଲେ। ମୁଁ ଭାବନାରେ ପଡ଼ିଗଲି ଯେ ବିଦ୍ୟୁତଙ୍କ ସମ୍ପତ୍ତି। କ'ଣ ଏହି ସବୁ ଲୋକ କେବଳ ପଇସା ପାଇଁ ତାଙ୍କ ସହ ଅଛନ୍ତି? ମୁଁ ଜଳଖିଆ ନେଇ ବିଦ୍ୟୁତଙ୍କ ପାଖକୁ ଗଲି ତ ସେ ଝରକା ପାଖରେ ଚୁପଚାପ ଠିଆ ହୋଇଥିଲେ, ଯେମିତି ବାହାରର ଶବ୍ଦକୁ ଅନୁଭବ କରୁଛନ୍ତି। ଆପଣଙ୍କ ପାଇଁ ଜଳଖିଆ ନେଇ ଆସିଛି, ମୁଁ ଟ୍ରେ ଟେବୁଲ ଉପରେ ରଖି କହିଲି। ବିଦ୍ୟୁତ୍ ବୁଲି ମୋ ଆଡ଼କୁ ଚାହିଁଲେ କିମ୍ବା ଚାହିଁବାର ଅନୁଭବ ଦେଖାଇଲେ। ଅଦ୍ଭିକା, ଆଜି ତୁମ ସ୍ୱରରେ ଏତେ କମ୍ପନ କାହିଁକି? କ'ଣ ମମି କିଛି କହିଛନ୍ତି? ମୁଁ ସାହସ କରି ପଚାରିଲି। ବିଦ୍ୟୁତ୍ ସାହେବ, କ'ଣ ଏହି ଘର ଆଉ ଏସବୁ ସମ୍ପତ୍ତି ଆପଣଙ୍କ ନାମରେ ଅଛି? ବିଦ୍ୟୁତଙ୍କ ମୁହଁରେ ଏକ ଭୟଙ୍କର ହସ ଖେଳିଗଲା। ତୁମେ ଏହା କାହିଁକି ପଚାରୁଛ? କ'ଣ ତୁମର ମଧ୍ୟ ଧନ ସମ୍ପତ୍ତି ପ୍ରତି ଲୋଭ ଆସିଗଲାଣି? ନାହିଁ, ଏମିତି କେବେ ବି ହୋଇପାରିବ ନାହିଁ। ମୁଁ ଛଟପଟ ହୋଇ କହିଲି। ମୁଁ ତ ବସ୍ ଏଥିପାଇଁ ପଚାରୁଛି କାରଣ ମୋତେ ଡର ଲାଗୁଛି ଯେ କାଳେ ଆପଣଙ୍କ ନିଜ ଲୋକ ହିଁ ଆପଣଙ୍କୁ ଧୋକା ନ ଦିଅନ୍ତୁ। ବିଦ୍ୟୁତ ମୋ ହାତ ଧରି ମୋତେ ନିଜ ପାଖରେ ବସାଇଲେ। ଅଦ୍ଭିକା, ଏହି ଘରେ ପ୍ରତିଟି ମଣିଷ ଗୋଟିଏ ମୋହରା। କେହି ଭଲ ପାଇବାର ନାଟକ କରେ ତ କେହି ଘୃଣାର। ତୁମେ ବସ୍ ସେଇଆ ହୋଇ ରୁହ ଯାହା ତୁମେ ଅଛ। ବାକି ସବୁକିଛି ମୋ ଉପରେ ଛାଡ଼ିଦିଅ। ଏହି ସମୟରେ ବିନିତା ଅର୍ଥାତ୍ ମୋ ସାନ ନଣନ୍ଦ ରୁମ୍ ଭିତରକୁ ଆସିଲେ ଏବଂ ଆମକୁ ଏକାଠି ବସିଥିବା ଦେଖି ମୁହଁ ମୋଡ଼ି କହିଲେ, ଭାଇ, ମମି ତୁମକୁ ଡାକୁଛନ୍ତି। ଓକିଲ ସାହେବ ଆସିଛନ୍ତି। କିଛି କାଗଜପତ୍ରରେ ତୁମର ଟିପ୍ ଚିହ୍ନ ନେବାର ଅଛି। ବିଦ୍ୟୁତ ନୀରବରେ ମୁଣ୍ଡ ହଲେଇଲେ ଏବଂ ନିଜ ବାଡ଼ି ଉଠାଇଲେ। ମୁଁ ତାଙ୍କୁ ସାହାରା ଦେଇ ବାହାରକୁ ନେବାକୁ ଲାଗିଲି ତ ବିନିତା ମୋତେ ପଛକୁ ଠେଲିଦେଲେ ଯେ ତୁମର ଦରକାର ନାହିଁ, ମୁଁ ମୋ ଭାଇକୁ ନେଇଯିବି। ତୁମେ ଯାଇ ୱାସିଂ ଏରିଆରେ ବହୁତ ଗୁଡ଼ାଏ କପଡ଼ା ପଡ଼ିଛି, ସେଗୁଡ଼ାକୁ ଧୋଇଦିଅ। ମୁଁ ଅସହାୟ ଭାବେ ବିଦ୍ୟୁତଙ୍କୁ ଯାଉଥିବା ଦେଖୁଥିଲି। ମୋ ମନ କ୍ରମାଗତ ଭାବେ ଦବିଯାଉଥିଲା। ମୁଁ କପଡ଼ା ଧୋଇବାକୁ ଲାଗିଲି, କିନ୍ତୁ ମୋ ମୁଣ୍ଡ ସେଇଠି ଅଟକି ରହିଥିଲା। କିଛି ସମୟ ପରେ ଯେବେ ମୁଁ ବୈଠକ ଘରେ କପଡ଼ା ଶୁଖାଉଥିଲି ତ ମୁଁ ଦେଖିଲି ଯେ ଶାଶୁ ଏବଂ ଦୁଇ ନଣନ୍ଦ ସୋଫାରେ ବସି ବହୁତ ଖୁସି ହେଉଥିଲେ। ମୁଁ ସେମାନଙ୍କ ଆଡ଼କୁ ଧ୍ୟାନ ଦେଲି ନାହିଁ।
ମୋ ମନ ଆୟତ୍ତରେ ନଥିଲା। ସନ୍ଧ୍ୟାରେ ଯେବେ ମୁଁ ବିଦ୍ୟୁତଙ୍କ ପାଖକୁ ଖାଇବା ନେଇଗଲି ତ ସେ ବହୁତ ଶାନ୍ତିରେ ଥିଲେ। ମୁଁ ପଚାରିଲି ଯେ ଆପଣ ସେହି କାଗଜପତ୍ରରେ ଟିପ୍ ଚିହ୍ନ ଦେଇଦେଲେ? ମୁଁ ଚିନ୍ତାର ସହ ପଚାରିଲି। ହଁ ଦେଇଦେଲି, ସେ ମୋତେ ଉତ୍ତର ଦେଲେ। କିନ୍ତୁ କାହିଁକି? ଆପଣ ଜାଣନ୍ତି ଯେ ସେମାନେ ଆପଣଙ୍କୁ ବେଦଖଲ କରିବାକୁ ଚାହାନ୍ତି। ମୋ ଗଳା କାନ୍ଦ କାନ୍ଦ ହୋଇଗଲା। ବିଦ୍ୟୁତ ନିଜ ହାତ ମୋ ମୁହଁ ପାଖକୁ ଆଣିଲେ, ଯେମିତି ସେ ମୋ ଲୁହକୁ ଅନୁଭବ କରିବାକୁ ଚାହୁଁଛନ୍ତି। ଅଦ୍ୱିକା, ଯାହା ଦେଖାଯାଏ ତାହା ସବୁବେଳେ ସତ ହୋଇନଥାଏ। କେବେ କେବେ ମାଛ ଧରିବା ପାଇଁ ଆମିଷ ଚାରା ପକାଇବାକୁ ପଡ଼େ। ତୁମେ ବ୍ୟସ୍ତ ହୁଅ ନାହିଁ, ଭଗବାନ ସବୁକିଛି ଦେଖୁଛନ୍ତି। ତାଙ୍କ କଥା ମୁଁ ବୁଝିବା ବାହାରେ ଥିଲା, କିନ୍ତୁ ତାଙ୍କ କହିବା ଶୈଳୀର ବିଶ୍ୱାସ କିଛି ସୀମା ବାହାରେ ଥିଲା। କିନ୍ତୁ ମୁଁ କ'ଣ ଜାଣିଥିଲି ଯେ ଶାଶୁ ଏବେ ମୋ ଉପରେ ଏମିତି ଏକ ଅଭିଯୋଗ ଲଗାଇବାକୁ ଯାଉଥିଲେ ଯାହା ମୋ ଆତ୍ମାକୁ କ୍ଷତବିକ୍ଷତ କରିଦେବ। ପରବର୍ତ୍ତୀ କିଛି ଦିନ ମୋ ପାଇଁ କୌଣସି ଭୟଙ୍କର ସ୍ୱପ୍ନଠାରୁ କମ୍ ନଥିଲା। ଘରେ ଏକ ଅଜବ ନୀରବତା ଛାଇ ରହିଥିଲା, ଯେମିତି କୌଣସି ଝଡ଼ ଆସିବା ପୂର୍ବରୁ ସୂଚନା। ଶାଶୁ ଏବଂ ନଣନ୍ଦ ଏବେ ମୋତେ ଓଲଟାପାଲଟା କଥା କହିବା ବଦଳରେ ଧୀର ସ୍ୱରରେ କିଛି ନା କିଛି କହୁଥାନ୍ତି ଏବଂ ମୋତେ ଦେଖି ହସୁଥାନ୍ତି। ମୋତେ ପରିହାସ କରୁଥାନ୍ତି। ସକାଳେ ମୁଁ ଶାଶୁଙ୍କ ରୁମ୍ ସଫା କରୁଥିଲି ଯେ ସେ ହଠାତ୍ ଭିତରକୁ ଆସିଲେ ଏବଂ ଆଲମାରିର ଖୋଲାଥିବା ଡ୍ରୟରକୁ ଦେଖି ଚିତ୍କାର କରିବାକୁ ଲାଗିଲେ ଯେ ମୋ ସୁନା ସେଟ୍ କୁଆଡ଼େ ଗଲା। ବାଣୀ, ବିନିତା ଶୀଘ୍ର ଆସ। ଦେଖନ୍ତୁ, ମୋର ସେହି ଦାମୀ ହାର ଗାୟବ ହୋଇଯାଇଛି ଯାହାକୁ ମୁଁ କାଲି ବାହାର କରି ରଖିଥିଲି। ତାଙ୍କ ସ୍ୱର ପୂରା ଘରେ ପ୍ରତିଧ୍ୱନିତ ହେଲା। ମୁଁ ଡରିଯାଇ ହାତ ଯୋଡ଼ିଲି। ମମ୍ମି, ମୁଁ ତ ଆଲମାରିରେ ହାତ ବି ଲଗାଇ ନାହିଁ। ମୁଁ ତ ବସ୍ ବାହାରୁ ଧୂଳି ଝାଡ଼ୁଥିଲି। ବାଣୀ ଏବଂ ବିନିତା ଦୌଡ଼ି ଆସିଲେ ଏବଂ ପୁଣି ମୋ ଉପରକୁ ମାଡ଼ି ଆସିଲେ। ଆମେ ଜାଣିଥିଲୁ ଯେ ଏହି କାଳି ଚୋରୁଣୀର ନିୟତ ପ୍ରଥମ ଦିନରୁ ହିଁ ଖରାପ ଥିଲା। ମମ୍ମି, ମୁଁ ଏହାକୁ କାଲି ରାତିରେ ବି ଆପଣଙ୍କ ରୁମ୍ ପାଖରେ ବୁଲୁଥିବାର ଦେଖିଥିଲି। ବାଣୀ ମିଛ କହିଦେଲେ ଏବଂ ମୋ ଆଡ଼କୁ ଆଙ୍ଗୁଠି ଦେଖାଇଲେ। ମୁଁ ତୁରନ୍ତ କହିଲି, ନାହିଁ ଦିଦି, ଭଗବାନଙ୍କ ପାଇଁ ଏମିତି କରନ୍ତୁ ନାହିଁ। ମୁଁ ଗରିବ ନିଶ୍ଚୟ, କିନ୍ତୁ ଚୋର ନୁହେଁ। ମୁଁ କାନ୍ଦି କାନ୍ଦି କହୁଥିଲି, ଚୁପ୍ କର ଅଶିକ୍ଷିତ ସ୍ତ୍ରୀଲୋକ, ସାଧୁପଣର ଏହି ମିଛ ନାଟକ ଆଉ ଚଳିବ ନାହିଁ। ସେହି ହାର ଲକ୍ଷ ଲକ୍ଷ ଟଙ୍କାର ଥିଲା। ଶୀଘ୍ର କୁହ, କେଉଁଠି ଲୁଚେଇଛୁ ତୁ? ଶାଶୁ ମୋ ବାହୁକୁ ଏତେ ଜୋରରେ ମୋଡ଼ିଦେଲେ ଯେ ମୋ ପାଟିରୁ ଚିତ୍କାର ବାହାରିଗଲା। ଏହି ସମୟରେ ବିଦ୍ୟୁତ ନିଜ ବାଡ଼ିରେ ଠକ୍ ଠକ୍ କରି ସେଠାରେ ପହଞ୍ଚିଲେ। କ'ଣ ହୋଇଛି? କ'ଣ ହେଉଛି ଏଠାରେ? ଏତେ ପାଟିତୁଣ୍ଡ କାହିଁକି? ସେ ସାଧାରଣ ସ୍ୱରରେ ପଚାରିଲେ। ଦେଖିନିଅ ବିଦ୍ୟୁତ, ତୁମର ଏହି ସାଧୁ ସ୍ତ୍ରୀର କାରନାମା। ମୋ ସୁନା ସେଟ୍ ଚୋରି କରିଛି। ମୁଁ ତ ଏହାକୁ ଆଗରୁ ହିଁ ଏହି ଘରେ ରଖିବାକୁ ଚାହୁଁନଥିଲି। ଏବେ ତ ସେ ପ୍ରମାଣ କରିଦେଲା ଯେ ସେ କେଉଁ ଖାନଦାନର। ଶାଶୁ ବିଦ୍ୟୁତଙ୍କୁ ଉସୁକାଇବାକୁ ପୂରା ଚେଷ୍ଟା କଲେ ତ ବିଦ୍ୟୁତ ଗୋଟିଏ ମୁହୂର୍ତ୍ତ ପାଇଁ ନିଜର ଅନ୍ଧ ଆଖିର ରୁଖ ମୋ ଆଡ଼କୁ କଲେ। ତାପରେ ବହୁତ ଶାନ୍ତ ଭାବେ କହିଲେ ଯେ ମମ୍ମି, କ'ଣ ଆପଣ ନିଶ୍ଚିତ ଯେ ସେହି ସେଟ୍ରେ ହିଁ ଥିଲା? ଅଦ୍ୱିକା ତ ଏମିତି କରିପାରିବ ନାହିଁ। ତୁମେ ତ କହିବ ହିଁ ତୁମେ ତ ତା ପ୍ରେମରେ ଅନ୍ଧ ହୋଇଯାଇଛ। ଏମିତିରେ ବି ତୁମେ ତ ଅନ୍ଧ ହିଁ। ବାଣୀ ବିଷାକ୍ତ ସ୍ୱରରେ କହିଲେ। ଆମେ ଏହାକୁ ରଙ୍ଗେ ହାତ ଧରିଥିଲୁ। ବସ୍ ଟିକେ ସମୟ ହୋଇଗଲା। ବିଦ୍ୟୁତ ଏକ ଦୀର୍ଘଶ୍ୱାସ ନେଲେ। ଯଦି ଆପଣଙ୍କୁ ଲାଗୁଛି ଯେ ସେ ଚୋରି କରିଛି ତେବେ ତଲାସି ନେଇଯାଆନ୍ତୁ, କିନ୍ତୁ ମିଛ ଅଭିଯୋଗ ଲଗାନ୍ତୁ ନାହିଁ। ତଲାସି ବି ନେବୁ, ଆଉ ଏହାକୁ ଶିକ୍ଷା ବି ଦେବୁ। ଶାଶୁ ମୋତେ ଧକ୍କା ଦେଲେ ଏବଂ ମୋ ରୁମ୍ ଆଡ଼କୁ ମାଡ଼ିଗଲେ। ମୁଁ ଏବଂ ବିଦ୍ୟୁତ ମଧ୍ୟ ତାଙ୍କ ପଛେ ପଛେ ଗଲୁ। ସେମାନେ ମୁଁ ପୂରାକୁ ଛାରଖାର କରିଦେଲେ। ମୋର ସବୁ ଜିନିଷ ଚଟାଣରେ ଫିଙ୍ଗିଦେଲେ ଏବଂ ଏପରିକି ମୋ କପଡ଼ା, ମୋର ଛୋଟ ଛୋଟ ଜିନିଷ ସବୁ ସେମାନେ ଚଟାଣରେ ଫିଙ୍ଗିଦେଲେ। କିନ୍ତୁ ହାର କେଉଁଠି ବି ମିଳିଲା ନାହିଁ। ଏବେ କେଉଁଠି ଲୁଚେଇ ଦେଇଥିବ, କିନ୍ତୁ ମୁଁ ଏହାକୁ ଛାଡ଼ିବି ନାହିଁ। ପୋଲିସକୁ ଡାକିବି। ଦେଖନ୍ତୁ, ଶାଶୁ ରାଗରେ ପାଦ କଚାଡ଼ି ବାହାରକୁ ଚାଲିଗଲେ। ରାତିରେ ଯେବେ ମୁରେ ନିସ୍ତେଜ ହୋଇ ବସିଥିଲି ସେତେବେଳେ ବିଦ୍ୟୁତ ମୋ ପାଖକୁ ଆସିଲେ। ସେ ମୋ ହାତ ଧରିନେଲେ। ତାଙ୍କର ଏହି ସ୍ପର୍ଶରେ ଏକ ଅଜବ କୋମଳତା ଥିଲା। ଅଦ୍ୱିକା, ତୁମେ ସେହି ହାର ନେଇନାହଁ ନା? ସେ ଥରିଲା ସ୍ୱରରେ ମୋତେ ପଚାରିଲେ। ମୁଁ ଉତ୍ତରରେ ତୁରନ୍ତ କହିଲି, ମୁଁ ଆପଣଙ୍କୁ ସତ କହୁଛି, ମୁଁ କିଛି ବି କରିନାହିଁ। ମୁଁ ତ ଆପଣଙ୍କ ପାଇଁ ଏଠାକୁ ଆସିଥିଲି। ମୋର ଧନ ସମ୍ପତ୍ତି ସହ କ'ଣ ନେବା ଦେବା ଭଲ? ମୁଁ କଇଁ କଇଁ ହୋଇ କାନ୍ଦି କହିଲି ତ ସେ କହିବାକୁ ଲାଗିଲେ, ମୁଁ ଜାଣିଛି। ବିଦ୍ୟୁତ ମୋ ହାତ ଚିପି ଧରିଲେ ଏବଂ କହିଲେ, ତୁମ ପାଇଁ ଏହି ପରୀକ୍ଷା ବହୁତ କଠିନ, କିନ୍ତୁ ମନେ ରଖ, ସତ୍ୟ କେବେ ବି ଲୁଚି ରହେ ନାହିଁ। ସେମାନେ ତୁମକୁ ଅଶିକ୍ଷିତ କହୁଛନ୍ତି, କିନ୍ତୁ ସେମାନେ ଏହା ଜାଣିନାହାନ୍ତି ଯେ ସେମାନେ ନିଜେ ହିଁ ଏହି ଜାଲରେ ଛନ୍ଦି ହେବାକୁ ଯାଉଛନ୍ତି। ଆପଣ କ'ଣ କହୁଛନ୍ତି? ମୁଁ ଆଶ୍ଚର୍ଯ୍ୟ ହୋଇ ତାଙ୍କ ଆଡ଼କୁ ଚାହିଁଲି। ବସ୍ ନୀରବରେ ତମାସା ଦେଖ। ସେମାନେ ଏବେ ପରବର୍ତ୍ତୀ ପଦକ୍ଷେପ ନେବେ ଏବଂ ତାହା ହିଁ ସେମାନଙ୍କ ବିନାଶର ଆରମ୍ଭ ହେବ। ତୁମେ ବସ୍ ଭଗବାନଙ୍କ ଉପରେ ଭରସା ରଖ। ପ୍ରାର୍ଥନା କର।
ସେ ଏମିତି ଏକ ଭୟଙ୍କର ଶୈଳୀରେ କହିଲେ ଏବଂ ଶୋଇପଡ଼ିଲେ। ମୁଁ ସେହି ରାତିରେ ଶୋଇପାରିଲି ନାହିଁ। ବିଦ୍ୟୁତଙ୍କ କହିବା ଶୈଳୀ ଏତେ ପରିବର୍ତ୍ତନ କାହିଁକି ହୋଇଥିଲା? ସେ ଜଣେ ଅସହାୟ ଅନ୍ଧ ସ୍ୱାମୀ ପରି କଥା ହେଉନଥିଲେ, ବରଂ ତାଙ୍କ ସ୍ୱରରେ ଏକ ବିଜୟର ଆତ୍ମବିଶ୍ୱାସ ଥିଲା। ଏପଟେ ଶାଶୁ ଏବଂ ନଣନ୍ଦମାନେ ଅନ୍ୟରେ ବସି କୌଣସି ଏକ ବଡ଼ ଷଡ଼ଯନ୍ତ୍ରକୁ ରୂପ ଦେଉଥିଲେ। ମୋତେ ଏମିତି ଅନୁଭବ ହେଉଥିଲା ଯେ କାଲିର ସୂର୍ଯ୍ୟ ମୋ ଜୀବନରେ କୌଣସି ଏକ ବଡ଼ ଝଡ଼ ନେଇ ଆସିବ। ପରଦିନ ସକାଳେ ଯେବେ ମୁଁ ଉଠିଲି, ମନରେ ଏକ ଅଜବ ଛାନିଆ ପଶି ଯାଇଥିଲା। ଶାଶୁ ଏବଂ ନଣନ୍ଦଙ୍କ ଭାବଭଙ୍ଗୀ କହୁଥିଲା ଯେ ସେମାନେ ଏବେ କୌଣସି ଶେଷ ଆକ୍ରମଣ ପାଇଁ ପ୍ରସ୍ତୁତ ଅଛନ୍ତି। ମୁଁ ଜଳଖିଆ ବନାଉଥିଲି ଯେ ବାଣୀ ଭିତରକୁ ଆସିଲେ ଏବଂ ବିଷାକ୍ତ ସ୍ୱରରେ କହିଲେ, ଆଜି ନିଜର ଏହି କଳା ମୁହଁକୁ ଟିକେ ଭଲ ଭାବେ ଧୋଇଦେବୁ, କାରଣ ଅଳ୍ପ ସମୟ ପରେ ପୋଲିସ ଏଠାରେ ଥିବ। ମମି ନିଷ୍ପତ୍ତି ନେଇଛନ୍ତି ଯେ ସେ ହାର ଉଦ୍ଧାର କରିକି ହିଁ ରହିବେ। ମୋ ହାତରୁ ତାୱା ଖସି ପଡ଼ୁ ପଡ଼ୁ ବଞ୍ଚିଗଲା। ଦିଦି, ଭଗବାନଙ୍କୁ ଡରନ୍ତୁ। ଆପଣ ଜାଣନ୍ତି ଯେ ମୁଁ କିଛି ବି କରିନାହିଁ। ଆମେ କାହିଁକି ଡରିବୁ ଭଲ ଭଗବାନଙ୍କୁ? ତୁ ଡରୁ ଚୋରୁଣୀ, ଯିଏ ଏହି ଘରର ଶାନ୍ତିକୁ ନଷ୍ଟ କରିଦେଇଛୁ। ସେ ହସିବାକୁ ଲାଗିଲେ ଏବଂ ବାହାରକୁ ଚାଲିଗଲେ। ମୁଁ ଥରି ଥରି ବିଦ୍ୟୁତଙ୍କକୁ ଗଲି। ସେ ଚୁପଚାପ ବସିଥିଲେ। ବୋଧହୁଏ ମୋତେ ହିଁ ଅପେକ୍ଷା କରୁଥିଲେ। ମୁଁ ତାଙ୍କ ପାଦ ପାଖରେ ବସିଗଲି ଏବଂ ଭୋ ଭୋ ହୋଇ କାନ୍ଦିବାକୁ ଲାଗିଲି। ବିଦ୍ୟୁତ, ସେମାନେ ପୋଲିସକୁ ଡାକୁଛନ୍ତି। ମୋତେ ଥାନାକୁ ପଠାଇଦେବେ। ମୋର କ'ଣ ହେବ? ଆପଣ କ'ଣ ଚୁପ୍ ରହିବେ? ବିଦ୍ୟୁତ ନିଜ ହାତ ମୋ ମୁଣ୍ଡ ଉପରେ ରଖିଲେ। ତାଙ୍କର ଏହି ସ୍ପର୍ଶରେ ଆଜି ଏକ ଭିନ୍ନ ପ୍ରକାରର ବିଶ୍ୱାସ ଥିଲା। ଅଦ୍ବିକା, ମୁଁ ତୁମକୁ କହିଥିଲି ନା ଯେ ତୁମେ ବସ୍ ଚୁପଚାପ ତମାସା ଦେଖ। କ'ଣ ତୁମର ମୋ ଉପରେ ଭରସା ନାହିଁ? ଭରସା ତ ଅଛି, କିନ୍ତୁ ଆପଣ ତ ନିଜେ। ମୁଁ ମୋ କଥା ଅଧାରୁ ଛାଡ଼ିଦେଲି କାରଣ ମୁଁ ତାଙ୍କୁ ଜଣାଇବାକୁ ଚାହୁଁନଥିଲି ଯେ ସେ ଅନ୍ଧ। ହଠାତ୍ ବିଦ୍ୟୁତ ମୋ ହାତ ଧରି ମୋତେ ତାଙ୍କର ଖୁବ୍ ନିକଟକୁ ଟାଣିନେଲେ ଏବଂ ବହୁତ ଧୀର ସ୍ୱରରେ କହିଲେ, ଅଦ୍ବିକା, ଏକ ସତ ଅଛି ଯାହା ଆଜି ମୁଁ ତୁମକୁ କହିବାକୁ ଚାହୁଁଛି। ଆଜି ଏହି ରହସ୍ୟ ଶେଷ ହେବା ଦରକାର ଯାହା ତୁମ ଏବଂ ମୋ ମଝିରେ ଅଛି। ମୁଁ ଆଶ୍ଚର୍ଯ୍ୟ ହୋଇ ଲୁହ ପୋଛିଦେଲି ଏବଂ ତାଙ୍କ ମୁହଁ ଆଡ଼କୁ ଚାହିଁଲି। କେମିତିକା ସତ? ଏହି ସ୍ତ୍ରୀ ଲୋକ ଯାହାକୁ ତୁମେ ମୋ ମା ବୋଲି ଭାବୁଛ, ସେ ମୋର ଜନ୍ମକଲା ମା ନୁହନ୍ତି। ସେ ତ ମୋର ସାବତ ମା। ବିଦ୍ୟୁତଙ୍କ ସ୍ୱର ବଦଳି ଯାଇଥିଲା। ମୁଁ ହତବାକ ହୋଇ ରହିଗଲି। କ'ଣ? ସାବତ ମା? ଆଉ ବାଣୀ ଓ ବିନିତା? ଏମାନେ ତାଙ୍କର ପ୍ରଥମ ସ୍ୱାମୀଙ୍କ ଝିଅ। ମୋ ସହିତ ଏମାନଙ୍କର ରକ୍ତର କୌଣସି ସମ୍ପର୍କ ନାହିଁ। ମୋ ବାପାଙ୍କ ମୃତ୍ୟୁ ପରେ ଏହି ସ୍ତ୍ରୀଲୋକଟି କେବଳ ସମ୍ପତ୍ତି ପାଇଁ ମୋ ସହ ରହିବାର ନାଟକ କଲା। ସେ ଏବଂ ତାଙ୍କ ଝିଅମାନେ ବହୁ ବର୍ଷରୁ ମୋତେ ଶେଷ କରିଦେବା ଆଶାରେ ଅଛନ୍ତି। ବିଦ୍ୟୁତଙ୍କ ସ୍ୱରରେ ଏବେ ଏକ ଦୃଢ଼ତା ଥିଲା। କିନ୍ତୁ ଆପଣ ମୋତେ ଆଗରୁ କାହିଁକି କହିଲେ ନାହିଁ? ମୁଁ ତାଙ୍କୁ ପଚାରିଲି। କାରଣ ମୋତେ ଏମିତି ଜଣେ ମଣିଷର ସନ୍ଧାନ ଥିଲା ଯିଏ ସମ୍ପତ୍ତି ପାଇଁ ନୁହେଁ, ବରଂ ମୋ ପାଇଁ ମୋ ସାଥିରେ ରହିବ, ମୋତେ ସାଥ ଦେବ। ଆଉ ମୁଁ ତାହା ତୁମ ଭିତରେ ଦେଖିଲି। ଅଦ୍ବିକା, ଏହି ଲୋକମାନେ ଭାବୁଛନ୍ତି ଯେ ମୁଁ ଜଣେ ଅସହାୟ ଅନ୍ଧ ମଣିଷ ଯିଏ ଏମାନଙ୍କ ଇଙ୍ଗିତରେ ନାଚିବ। କିନ୍ତୁ ଏମାନେ ଜାଣିନାହାନ୍ତି ଯେ ଶିକାରୀ ନିଜେ ହିଁ ଜାଲ ଭିତରକୁ ଆସିସାରିଛି। ମୁଁ ଏହି ଆଘାତରୁ ବାହାରି ନଥିଲି ଯେ ବାହାରେ ଗାଡ଼ିର ହର୍ଣ୍ଣ ଏବଂ ପୋଲିସ ସାଇରନ୍ ଶବ୍ଦ ଶୁଣାଗଲା। ଶାଶୁଙ୍କ ଉଚ୍ଚସ୍ୱର ଶୁଣାଗଲା, ଇନ୍ସପେକ୍ଟର ସାହେବ, ଭିତରକୁ ଆସନ୍ତୁ। ଏହିରେ ଅଛି ସେହି କାଳି ଚୋରୁଣୀ। ମୋ ହୃଦୟ ଜୋରରେ ଧଡ଼ଧଡ଼ ହେବାକୁ ଲାଗିଲା। ବାଣୀ ଏବଂ ବିନିତା ଦୁଇଜଣ ପୋଲିସ କର୍ମଚାରୀଙ୍କ ସହ ରୁମ୍ ଭିତରକୁ ପଶିଲେ। ଶାଶୁଙ୍କ ହାତରେ ମୋର ସେହି ଛୋଟ ବ୍ୟାଗ୍ ଥିଲା ଯେଉଁଥିରେ ମୁଁ ମୋର କିଛି ବହି ଏବଂ ଗୀତା ମଧ୍ୟ ରଖୁଥିଲି। ଏଇ ନିଅନ୍ତୁ ସାହେବ, ଏହି ବ୍ୟାଗ୍ ତଲାସି କରନ୍ତୁ। ମୋର ପୂରା ବିଶ୍ୱାସ ଅଛି ଯେ ହାର ଏଇଥିରେ ହିଁ ଅଛି। ଶାଶୁଟିକୁ ପୋଲିସ ଆଡ଼କୁ ଫିଙ୍ଗିଦେଲେ। ପୋଲିସ ଜଣକ ଯେମିତି ହିଁ ବ୍ୟାଗ୍ ଖୋଲିଲେ ତ ସେଥିରୁ ସେହି ସୁନା ହାରଟି ମିଳିଲା ଯାହା ଶାଶୁଙ୍କର ଥିଲା। ମୁଁ ଏହା ଦେଖି ଆଶ୍ଚର୍ଯ୍ୟରେ ସ୍ତବ୍ଧ ହୋଇଗଲି। ଏହି ହାର ଏଠାକୁ କେମିତି ଆସିଲା? ମୁଁ ତରେ ହାତ ବି ଲଗାଇ ନଥିଲି। ହାତ ବି ଲଗାଇ ନାହିଁ। ଦେଖିଲେ ତ ଆପଣ? ବିନିତା ଚିତ୍କାର କଲେ। ଏବେ ନେଇଯାଆନ୍ତୁ ଏହାକୁ ଏବଂ ହାଜତରେ ପୂରାଇ ଦିଅନ୍ତୁ। ମୁଁ ଛଟପଟ ହୋଇ ବିଦ୍ୟୁତଙ୍କ ଆଡ଼କୁ ଚାହିଁଲି। କିନ୍ତୁ ବିଦ୍ୟୁତ ପୂରା ନିଶ୍ଚଳ ହୋଇ ବସିଥିଲେ। ତାଙ୍କ କଳା ଚଷମା ପଛର ଭାବନାକୁ କେହି ବି ଜାଣିପାରୁନଥିଲେ। ଶାଶୁଙ୍କ ଆଖିରେ ବିଜୟର ଚମକ ଥିଲା। ଯେମିତି ସେ ସମ୍ପତ୍ତିର ପ୍ରଥମ ପାହାଚ ଚଢ଼ି ସାରିଛନ୍ତି। ଚାଲ ଏବେ ଥାନାକୁ ଯାଇ ହିସାବ ଦେବୁ। ପୋଲିସ ବାବୁଙ୍କ ହାତ ମୋ ଆଡ଼କୁ ବଢ଼ିଲା କି ବିଦ୍ୟୁତଙ୍କ ସ୍ୱର ଏକ ବିସ୍ଫୋରଣ ପରି ପ୍ରତିଧ୍ୱନିତ ହୋଇଉଠିଲା। ଖବରଦାର, ଯଦି କେହି ମୋ ପତ୍ନୀଙ୍କ ଦେହରେ ହାତ ଲଗାଇଛ। ଶାଶୁ ହସିବାକୁ ଲାଗିଲେ। ଆରେ ଅନ୍ଧ, ନିଜ ଔକାତରେ ରହ। ଏହି ଘର ଏବେ ମୋ ନାମରେ ହୋଇଯାଇଛି ଆଉ ଏହି କାଳି ଚୋରୁଣୀ ଏବେ ଜେଲ୍ ଯିବ। ଇନ୍ସପେକ୍ଟର ସାହେବ, ଆପଣ ନିଜ କାମ କରନ୍ତୁ, ଏହା କଥାରେ ଆସନ୍ତୁ ନାହିଁ। ଏ ତ ନିଜେ ବିଚରା ଅନ୍ଧ। ଏହାକୁ କ'ଣ ଜଣା ଯେ ଏହାର ପତ୍ନୀ କ'ଣ ସବୁ କାଣ୍ଡ କରୁଛି? ବାଣୀ ମଧ୍ୟ ଆଗକୁ ବଢ଼ିଲେ। ତାଙ୍କ ମୁହଁରେ ଏକ ବିଷାକ୍ତ ହସ ଖେଳି ଯାଇଥିଲା। ଭାଇ, ଆପଣଙ୍କ ସହାନୁଭୂତି ନିଜ ଜାଗାରେ, କିନ୍ତୁ ଚୋରି ତ ପ୍ରମାଣିତ ହୋଇସାରିଛି ନା। ହାର ଏହାର ବ୍ୟାଗ୍ରୁ ହିଁ ବାହାରିଛି। ଏବେ ଆପଣ ଏହାକୁ କେମିତି ବଞ୍ଚାଇବେ?
ବିଦ୍ୟୁତ୍ ନିଜ ଜାଗାରୁ ଉଠି ଏକ ପାଦ ଆଗକୁ ବଢ଼ାଇଲେ। ତାଙ୍କ ଚାଲିରେ ଆଜି ସେହି ଥରଥର ଭାବ ନଥିଲା, ଯାହା ମୁଁ ପ୍ରତିଦିନ ଦେଖୁଥିଲି। ସେ ପୂରା ସିଧା ହୋଇ ଠିଆ ହୋଇଥିଲେ। ତାଙ୍କ ମୁହଁ ଶାଶୁଙ୍କ ଆଡ଼କୁ ଥିଲା। ମମ୍ମି, ଆପଣଙ୍କୁ ବହୁତ ଜଲଦି ଥିଲା ନା ସମ୍ପତ୍ତି ନିଜ ନାମରେ କରିବାକୁ? ବିଦ୍ୟୁତଙ୍କ ସ୍ୱର ଏତେ ଥଣ୍ଡା ଥିଲା ଯେ ଶାଶୁଙ୍କ ମୁହଁର ରଙ୍ଗ ଉଡ଼ିଗଲା। ଆପଣ ଭାବିଲେ ଯେ ଅନ୍ଧ ପୁଅ ଆପଣଙ୍କ ପାଇଁ କେବଳ ଏକ ବାଧା, ଯାହାକୁ ଆପଣ ଯେତେବେଳେ ଚାହିଁବେ ରାସ୍ତାରୁ ହଟାଇଦେବେ। ଏ କ'ଣ ବାଜେ କଥା କହୁଛୁ? ଶାଶୁ ଟିକେ ଇତସ୍ତତଃ ହେଲେ। ଇନ୍ସପେକ୍ଟର ସାହେବ, ଦେଖନ୍ତୁ, ଏ ମାନସିକ ସ୍ତରରେ ବି ଠିକ୍ ଲାଗୁନାହିଁ। ଇନ୍ସପେକ୍ଟର ବିଦ୍ୟୁତଙ୍କ ଆଡ଼କୁ ଚାହିଁଲେ। ମିଷ୍ଟର ବିଦ୍ୟୁତ୍, ଆଇନ ପ୍ରମାଣରେ ଚାଲେ, ଆଉ ହାର ଆପଣଙ୍କ ପତ୍ନୀଙ୍କ ପାଖରୁ ମିଳିଛି। ପ୍ରମାଣ ତ ସେହି ହାର ନିଜେ, ଯାହା ଆପଣଙ୍କ ହାତରେ ଅଛି। ଇନ୍ସପେକ୍ଟର ସାହେବ, ଟିକେ ସେହି ହାରକୁ ପଛପଟୁ ଭଲ ଭାବେ ଦେଖନ୍ତୁ। ସେଠାରେ ମୋ ନିଜ ମା'ଙ୍କ ନାମର ଅକ୍ଷର ଖୋଦେଇ ହୋଇଛି। ଆଉ ଏହି ଗହଣା ଯାହା ମୋ ମା' ମୋ ପାଇଁ ଛାଡ଼ି ଯାଇଥିଲେ, ଏହା ଏମାନଙ୍କ ପାଖକୁ କେମିତି ଆସିଲା? ଏହା ତ ବହୁ ବର୍ଷରୁ ବ୍ୟାଙ୍କ ଲକରରେ ରହିବା କଥା ନା, ଯାହାର ଚାବି କେବଳ ମୋ ପାଖରେ ଥିଲା। ଶାଶୁଙ୍କ କପାଳରେ ଝାଳ ଆସିଗଲା। ମୁଁ ବାହାର କରି ଆଣିଥିଲି ଯେମିତି ମୋ ପାଖରେ ସୁରକ୍ଷିତ ରହିବ। ବିଦ୍ୟୁତ୍ ତାଙ୍କ କଥା କାଟିଦେଲେ। ମିଛ! ବିଦ୍ୟୁତ୍ ଗର୍ଜିକରି କହିଲେ। ଆପଣ ସମ୍ପତ୍ତି କାଗଜରେ ମୋ ଟିପ୍ ଚିହ୍ନ ନେବା ପାଇଁ ଓକିଲଙ୍କ ସହ ମିଶି ଯେଉଁ ନାଟକ କଲେ, ମୁଁ ତାର ପ୍ରତିଟି ଶବ୍ଦ ଜାଣିଛି। ଆପଣଙ୍କୁ କ'ଣ ଲାଗିଥିଲା ଯେ ମୁଁ ଅନ୍ଧ, ତେଣୁ ମୁଁ ଅଶିକ୍ଷିତ ମଧ୍ୟ? ମୁଁ ଆଶ୍ଚର୍ଯ୍ୟ ହୋଇ ବିଦ୍ୟୁତଙ୍କୁ ଚାହିଁ ରହିଥିଲି। ସେ ଏମିତି କଥା ହେଉଥିଲେ ଯେମିତି ସେ ସବୁକିଛି ଦେଖିପାରୁଛନ୍ତି। ବାଣୀ ଏବଂ ବିନିତା ପରସ୍ପରର ହାତ ଧରି ପଛକୁ ହଟିଗଲେ। ବିଦ୍ୟୁତ୍ ସାହେବ, ଆପଣ? ମୁଁ ଡରି ଡରି ତାଙ୍କୁ ଡାକିଲି। ତୁମେ ଯେବେ ପୂଜା କରୁଥିଲ। ବିଦ୍ୟୁତ୍ ମୋ ଆଡ଼କୁ ମୁହଁ କଲେ। ତୁମର ସେହି ପୂଜା କରିବା, ତୁମର ଧୈର୍ଯ୍ୟ, ତୁମର ପ୍ରାର୍ଥନା ହିଁ ମୋତେ ଆଜି ଏହି ପଦକ୍ଷେପ ନେବାକୁ ସାହସ ଦେଇଛି। ତୁମେ ଏହି ଘରେ ଯେଉଁ ସବୁ ଅତ୍ୟାଚାର ସହିଛ, ତାର ପ୍ରତିଟି ମୁହୂର୍ତ୍ତ ମୋ ଆତ୍ମା ଉପରେ ଋଣ ହୋଇ ରହିଛି। ଶାଶୁ ରାଗରେ ପୋଲିସକୁ କହିଲେ, ଆପଣ ଠିଆ ହୋଇ କ'ଣ ଦେଖୁଛନ୍ତି? ଏହାକୁ ଗିରଫ କରନ୍ତୁ। ପୋଲିସବାଲା ଆଗକୁ ବଢ଼ିଲେ ତ ବିଦ୍ୟୁତ୍ ହାତ ଇଙ୍ଗିତରେ ତାଙ୍କୁ ଅଟକାଇ ଦେଲେ। ଇନ୍ସପେକ୍ଟର ସାହେବ, ଏବେ ଅଳ୍ପ ସମୟ ମଧ୍ୟରେ ମୋର ଅସଲି ଓକିଲ ଆସୁଛନ୍ତି ଏବଂ ତାଙ୍କ ପାଖରେ ସେହି ଭିଡିଓ ରେକର୍ଡିଂ ମଧ୍ୟ ଅଛି, ଯାହା ଏହିରେ ଲୁଚି ରହିଥିବା ଗୁପ୍ତ କ୍ୟାମେରା ରେକର୍ଡ କରିଛି। ସେହି ଭିଡିଓ ଯେଉଁଥିରେ ନିଜେ ଅଦ୍ୱିକାର ବ୍ୟାଗରେ ହାର ରଖାଯାଉଛି। ଏହା ଶୁଣିବା ମାତ୍ରେ ଶାଶୁଙ୍କ ଗୋଡ଼ ତଳୁ ମାଟି ଖସିଗଲା। ବାଣୀ ଏବଂ ବିନିତାଙ୍କ ମୁହଁରେ ଚକିତ ଭାବ ଆସିଗଲା। ଗୁପ୍ତ କ୍ୟାମେରା? ତୁମେ? ଶାଶୁଙ୍କ ପାଟି ଥରିବାକୁ ଲାଗିଲା। ହଁ, ମୁଁ। କାରଣ ମୁଁ ଜାଣିଥିଲି ଯେ ଆପଣମାନେ ମୋ ସମ୍ପତ୍ତି ପାଇଁ କେଉଁ ସୀମା ଯାଏଁ ଯାଇପାରନ୍ତି। ବିଦ୍ୟୁତ୍ ନିଜ ହାତ ନିଜ କଳା ଚଷମା ଆଡ଼କୁ ବଢ଼ାଇଲେ। ଆପଣମାନେ ସେହି ଦୁର୍ଘଟଣାକୁ ମୋର ଶେଷ ବୋଲି ଭାବୁଥିଲେ, ତାହା ପ୍ରକୃତରେ ମୋ ଆଖି ଖୋଲିବାର ଏକ ମାଧ୍ୟମ ସାଜିଥିଲା। ପୂରାରେ ନୀରବତା ଖେଳିଗଲା। ମୁଁ ନିଶ୍ୱାସ ବନ୍ଦ କରି ବସ୍ ବିଦ୍ୟୁତଙ୍କୁ ହିଁ ଚାହିଁଥିଲି। ପୋଲିସ ବାଲା ବି ଚକିତ ହୋଇ ଠିଆ ହୋଇଥିଲେ। ବିଦ୍ୟୁତ୍ ଧୀରେ ନିଜ କଳା ଚଷମା କାଢ଼ିଦେଲେ। ତାଙ୍କ ଆଖି ଉଜ୍ଜ୍ୱଳ ଥିଲା, ସେଥିରେ ଚମକ ଥିଲା ଏବଂ ସେଥିରେ ଏକ ଅଜବ ଆଲୋକ ଅନୁଭବ ହେଉଥିଲା। ସେ ଅନ୍ଧ ନଥିଲେ। ଶାଶୁଙ୍କ ଚିତ୍କାର ବାହାରିଗଲା। ତୁମେ ଦେଖିପାରୁଛ? ବିଦ୍ୟୁତ୍ ଶାଶୁଙ୍କ ଆଡ଼କୁ ଇଙ୍ଗିତ କରି ଇନ୍ସପେକ୍ଟରଙ୍କୁ କହିଲେ। ଇନ୍ସପେକ୍ଟର ସାହେବ, ଏହି ସ୍ତ୍ରୀଲୋକ ଯାହାକୁ ଆପଣ ମୋ ମା' ବୋଲି ଭାବୁଛନ୍ତି, ସେ ମୋ ବାପାଙ୍କ ଦ୍ୱିତୀୟ ପତ୍ନୀ ଏବଂ ଏହି ଝିଅମାନେ ତାଙ୍କ ପ୍ରଥମ ସ୍ୱାମୀଙ୍କ ସନ୍ତାନ। ମୋ ସହିତ ଏମାନଙ୍କର ଦୂର ଦୂର ଯାଏଁ କୌଣସି ରକ୍ତର ସମ୍ପର୍କ ନାହିଁ। ଶାଶୁ ଚିତ୍କାର କରି କହିବାକୁ ଚାହିଁଲେ, ବିଦ୍ୟୁତ୍, ଏ ତୁମେ କ'ଣ କହୁଛ? ମୁଁ ତୁମକୁ ପାଳିଛି। ପାଳିନାହାନ୍ତି ବସ୍, ମୋର ଫାଇଦା ଉଠାଇବାକୁ ଚାହିଁଛନ୍ତି ଆପଣ? ବିଦ୍ୟୁତ୍ ପିତା ସ୍ୱରରେ କହିଲେ। ଆପଣ କ'ଣ ଭାବୁଥିଲେ ଯେ ମୁଁ ଅନ୍ଧ? ନା, ଯେଉଁଦିନ ମୋର କାର୍ ଦୁର୍ଘଟଣା ହୋଇଥିଲା, ମୋତେ ସେହିଦିନ ହିଁ ହସ୍ପିଟାଲରେ ଆପଣମାନଙ୍କର ଅସଲି ରୂପ ଜଣାପଡ଼ି ଯାଇଥିଲା। ମୁଁ ନିଜ କାନରେ ଆପଣଙ୍କୁ ବାଣୀ ସହ କଥା ହେବାର ଶୁଣିଥିଲି ଯେ, ଭଲ ହେଲା ଏ ଅନ୍ଧ ହୋଇଗଲା। ଏବେ ସମ୍ପତ୍ତି ଉପରେ କବଜା କରିବା ସହଜ ହେବ। ନହେଲେ ଆମକୁ ତ ତାକୁ ମାରିବାକୁ ପଡ଼ିଥାନ୍ତା। ଏହା ଶୁଣି ମୋ ମୁଣ୍ଡ ବୁଲାଇବାକୁ ଲାଗିଲା। ବିଦ୍ୟୁତ୍ ମୋ ଆଡ଼କୁ ଚାହିଁଲେ। ତାଙ୍କ ଆଖିରେ ମୋ ପାଇଁ ଦୁଃଖ ଏବଂ ଲଜ୍ଜା ଥିଲା। ସେ ପୁଣି ଥରେ ସେହି ଲୋକଙ୍କ ଆଡ଼କୁ ମୁହଁ କଲେ। ଯେବେ ମୋତେ ଜଣାପଡ଼ିଲା ଯେ ଆପଣମାନେ ମୋ ସମ୍ପତ୍ତି କବଜା କରିବାକୁ ଚାହୁଁଛନ୍ତି ଏବଂ ମୋତେ ମାରିଦେବାକୁ ଚାହୁଁଛନ୍ତି, ସେଥିପାଇଁ ମୁଁ ଅନ୍ଧ ହେବାର ନାଟକ କରିଥିଲି। ମୁଁ ଡାକ୍ତରଙ୍କୁ ବହୁତ ପଇସା ଦେଇଥିଲି, ଯେମିତି ସେ ଆପଣମାନଙ୍କୁ ଏହା କୁହନ୍ତୁ ଯେ ମୁଁ ସବୁଦିନ ପାଇଁ ମୋ ଆଖିର ଜ୍ୟୋତି ହରାଇ ସାରିଛି। ସେଥିପାଇଁ ମୁଁ ଅନ୍ଧ ହେବାର ନାଟକ କରିଥିଲି। ମୁଁ ଦେଖିବାକୁ ଚାହୁଁଥିଲି ଯେ ଆପଣମାନେ କେଉଁ ସୀମା ଯାଇ ଯାଇପାରନ୍ତି। ବିନିତା ଥଙ୍ଗେଇ ଥଙ୍ଗେଇ କହିଲେ, ଭାଇ, ଆମେ ତ ବସ୍। କିନ୍ତୁ ବିଦ୍ୟୁତ୍ ସେମାନଙ୍କୁ ଚୁପ୍ କରାଇଦେଲେ। ଯେତେବେଳେ ମୁଁ ଅନ୍ଧ ହେଲି, ତେବେ ମା'ଙ୍କୁ ଏହା ଲାଗିଲା ଯେ ଏବେ ତ ଏ ଅନ୍ଧ ହୋଇସାରିଛି, ଏମିତିରେ ବି ତାର ସବୁ ସମ୍ପତ୍ତି ତାଙ୍କର। କିନ୍ତୁ ସେ ଜାଣିନଥିଲେ ଯେ ସେ କେତେ ନିଷ୍ଠୁର ହେଉଛନ୍ତି। ମୁଁ ନିଜେ ଦେଖୁଥିଲି କି ଆପଣମାନେ ଏହି ମାସୁମ ଝିଅ ଉପରେ କି ଅତ୍ୟାଚାର କରିନାହାନ୍ତି, କେବଳ ଏଥିପାଇଁ ଯେ ଏ ଅସୁନ୍ଦରୀ, କେବଳ ଏଥିପାଇଁ ଯେ ଏ କଳା।
ଆପଣମାନେ ଏହାକୁ ଚାକରାଣୀ ବନାଇଲେ, ଏହାକୁ ଚାପୁଡ଼ା ମାରିଲେ, ଏହା ଉପରେ ଚୋରିର ଅଭିଯୋଗ ମଧ୍ୟ ଲଗାଇଦେଲେ। ବିଦ୍ୟୁତ୍ ମୋ ହାତ ଶକ୍ତ କରି ଧରିନେଲେ। ତାଙ୍କର ସେହି ସ୍ପର୍ଶ ହିଁ ସାହସ ଦେଉଥିଲା। ଇନ୍ସପେକ୍ଟର ସାହେବ, ଏଇ ରହିଲା ସେହି କାଗଜପତ୍ର ଯେଉଁଥିରେ ସେମାନେ ଧୋକାରେ ମୋ ଟିପ୍ ଚିହ୍ନ ନେଇଥିଲେ। ଆଉ ଏଇ ରହିଲା ସେହି ଭିଡିଓ ଯେଉଁଥିରେ ଏମାନେ ନିଜେ ଚୋରିର ନାଟକ କରୁଛନ୍ତି। ଏବେ ନିଷ୍ପତ୍ତି ଆପଣଙ୍କର। ଶାଶୁ ପୋଲିସର ପାଦ ତଳେ ପଡ଼ିଗଲେ। ନାହିଁ ବିଦ୍ୟୁତ୍, ଆମକୁ କ୍ଷମା କରିଦିଅ। ଆମେ କେଉଁଆଡ଼େ ଯିବୁ? ବିଦ୍ୟୁତ୍ ଘୃଣାରେ ନିଜ ହାତ ଛଡ଼ାଇଲେ। ଯେଉଁଆଡ଼େ ବି ଯିବାର ଅଛି ଯାଆନ୍ତୁ, କିନ୍ତୁ ଏହି ଘରେ ଆପଣଙ୍କର ଗୋଟିଏ ମିନିଟ୍ ରହିବା ବି ଏବେ ଠିକ୍ ନୁହେଁ। ବାହାରି ଯାଆନ୍ତୁ ଏଠାରୁ, ତା ପୂର୍ବରୁ ଯେମିତି ମୁଁ ଆପଣ ସମସ୍ତଙ୍କୁ ହାଜତକୁ ପଠାଇଦେବି। ବିଦ୍ୟୁତଙ୍କ ଏହି କଥାରେ ସେମାନେ ହତବାକ ହୋଇ ରହିଗଲେ। ବାଣୀ ଏବଂ ବିନିତା, ଯେଉଁମାନେ ଏବେ ଯାଏ ଗର୍ବରେ ରହୁଥିଲେ, ଏବେ ଭିଜା ବିଲେଇ ପରି ଠିଆ ହୋଇଥିଲେ। ପୋଲିସ ଶାଶୁଙ୍କ ହାତ ଧରିନେଲେ। ଚାଲନ୍ତୁ ଏବେ ଥାନାରେ ଯାଇ ସଫେଇ ଦେବେ, ଇନ୍ସପେକ୍ଟର ଶକ୍ତ ସ୍ୱରରେ କହିଲେ। ମୁଁ ଦେଖିଲି ଯେ ସେହି ସ୍ତ୍ରୀଲୋକମାନେ ଯାହାଙ୍କୁ ମୁଁ ନିଜର ଭାବି ତାଙ୍କର ଯତ୍ନ ନେଉଥିଲି, ସେମାନେ ଆଜି ଅଜଣାଙ୍କ ପରି ପୋଲିସ ସହିତ ବାହାରକୁ ଯାଉଥିଲେ। ଯେବେ ସେମାନେ ବାହାରକୁ ଚାଲିଗଲେ, ତେବେ ବିଦ୍ୟୁତ୍ ମୋ ଆଡ଼କୁ ଚାହିଁଲେ। ମୁଁ ଦେଖିଲି ଯେ ତାଙ୍କ ଆଖିରେ ଲୁହ ଅଛି। ସେ ମୋ ହାତ ଧରି ମୋତେ ଆଶ୍ୱାସନା ଦେଲେ ଏବଂ କହିଲେ ଯେ ଅଦ୍ବିକା, ଏହି ଘର, ଏହି ସମ୍ପତ୍ତି ସବୁକିଛି ତୁମର। ମୋର ତୁମ ରୂପ ପ୍ରତି କୌଣସି ମୋହ ନାହିଁ, ଯେତିକି ଯତ୍ନ ତୁମେ ମୋର ନେଇଛ। ଯେତେବେଳେ ମୁଁ ଲୋକଙ୍କ ନଜରରେ ଜଣେ ଅନ୍ଧ ଥିଲି, ଯାହାକୁ କେହି ପଚାରୁ ବି ନଥିଲେ, ସେହି ସମୟରେ ତୁମ ଭିତରେ ମୁଁ ଜଣେ ବିଶ୍ୱସ୍ତ ସ୍ତ୍ରୀକୁ ଦେଖିଲି ଯେ ସବୁବେଳେ ମୋର ହୋଇ ବଞ୍ଚିବ। ମୁଁ ଭଗବାନଙ୍କୁ ଧନ୍ୟବାଦ ଦେଲି ଯେ ସେ ମୋତେ ଏହି ପରୀକ୍ଷାରେ ପାସ୍ କରାଇଲେ। ଭଗବାନ ସତରେ ବହୁତ ବଡ଼। ସେଇ ଜଣେ ଅସୁନ୍ଦରୀ ଝିଅକୁ ଏହି ଘରର ଅସଲି ମାଲିକାଣୀ ବନାଇ ଦେଇଥିଲେ। ମୋତେ ସେଦିନ ବହୁତ କାନ୍ଦ ଆସିଲା, କିନ୍ତୁ ଏହା ଖୁସିର ଲୁହ ଥିଲା। ତାପରେ ପୋଲିସ ଯେବେ ସେହି 3 ଜଣଙ୍କୁ ଘୋଷାରି ଘୋଷାରି ବାହାରକୁ ନେଇ ଯାଉଥିଲା, ତେବେ ଘର ବାହାରରେ ଏକ ଅଜବ ନୀରବତା ଖେଳିଗଲା। ସେହି କାନ୍ଥଗୁଡ଼ିକ ଯାହା କାଲି ଯାଏଁ ତାତ୍ସଲ୍ୟ ଏବଂ ହସରେ ପ୍ରତିଧ୍ୱନିତ ହେଉଥିଲା, ଆଜି ମୋର କୋହ ଏବଂ ବିଦ୍ୟୁତ୍ ସାହେବଙ୍କ ଶାନ୍ତିର ନିଶ୍ୱାସର ସାକ୍ଷୀ। ମୁଁ ଏବେ ବି ଚଟାଣରେ ବସିଥିଲି। ମୋ ମୁଣ୍ଡ କାମ କରୁନଥିଲା। ଯେଉଁ ମଣିଷକୁ ମୁଁ ସାହାରା ଦେଲି, ଯାହାପାଇଁ ମୁଁ ଅପମାନ ସହିଲି, ସେ ଆଜି ମୋ ସାମ୍ନାରେ ପାହାଡ଼ ପରି ଛିଡ଼ା ହୋଇଥିଲେ। ବିଦ୍ୟୁତ୍ ନଇଁପଡ଼ି ମୋ ହାତ ଧରିଲେ, ମୋତେ ଉଠାଇଲେ। ତାଙ୍କ ଆଖିରେ ଭଲ ପାଇବା ଥିଲା, ଯାହା ମୁଁ ଆଜି ପୂର୍ବରୁ କେବେ ଦେଖିନଥିଲି। ଅଦ୍ବିକା, ଏବେ କାନ୍ଦିବା ବନ୍ଦ କର। ତୁମକୁ ଏବେ ଏହି ଘରେ କେହି କାଳି କହିବେ ନାହିଁ କି ଅସୁନ୍ଦରୀ କହିବେ ନାହିଁ। ତୁମେ ଏବେ କେବଳ ଏହି ଘରର ମାଲିକାଣୀ, ସେ କୋମଳତାର ସହ କହିଲେ। ମୁଁ ତାଙ୍କ ଆଡ଼କୁ ଚାହିଁଲି। ଆପଣ ଏତେ ବଡ଼ ସତ ମୋଠାରୁ କାହିଁକି ଲୁଚାଇଥିଲେ? ଆପଣ ଜାଣିଥିଲେ ଯେ ମୁଁ ପ୍ରତିଦିନ କେତେ ଛଟପଟ ହେଉଥିଲି ବିଦ୍ୟୁତ୍। ସେ ଏକ ଦୀର୍ଘଶ୍ୱାସ ନେଲେ ଏବଂ ମୋତେ ସୋଫାରେ ବସାଇ ନିଜେ ମୋ ସାମ୍ନାରେ ଚେୟାରରେ ବସିଲେ। ମୁଁ ମଜବୁର ଥିଲି ଅଦ୍ବିକା। ଯେଉଁଦିନଠାରୁ ମୋର ଆକ୍ସିଡେଣ୍ଟ ହେଲା, ସେ ନିଜ କଥା କହିବାକୁ ଲାଗିଲେ। ମୁଁ ନିଜ ଆଖିରେ ସେମାନଙ୍କର ଅସହାୟତା ଦେଖିଥିଲି। ଡାକ୍ତର ଯେବେ କହିଲେ ଯେ ବୋଧହୁଏ ଏ କେବେ ଦେଖିପାରିବ ନାହିଁ, ତେବେ ମାଆଙ୍କ ମୁହଁରେ ଦୁଃଖ ନୁହେଁ ବରଂ ଖୁସିର ଲହରୀ ଥିଲା। ସେ ସେହି ସମୟରେ ସମ୍ପତ୍ତି ହଡ଼ପ କରିବାର ଯୋଜନା କରିବାକୁ ଲାଗିଲେ। ମୋତେ ଏମିତି ଜଣେ ସ୍ତ୍ରୀ ଦରକାର ଥିଲା ଯେ ମୋ ଖରାପ ସମୟରେ ମୋ ସାଥ ଦେବ, ନାହିଁକି ମୋ ସମ୍ପତ୍ତିର। କିନ୍ତୁ ମୋ ମା ବାପା, କ'ଣ ସେମାନେ ଜାଣିଥିଲେ? ମୁଁ ପଚାରିଲି। ସେ କହିଲେ ନାହିଁ। ସେମାନେ ବି ଏହା ଭାବୁଥିଲେ ଯେ ମୁଁ ଅନ୍ଧ। ମୁଁ ସେହି ମାଉସୀ ଘଟସୂତ୍ରୀଙ୍କୁ ମଧ୍ୟ ଏହା କହିଥିଲି ଯେ ମୋତେ ଏମିତି ଜଣେ ଝିଅ ଦରକାର ଯେ ବହୁତ ସରଳ ହୋଇଥିବ, ଯାହାକୁ ଦୁନିଆର ଚାକଚକ୍ୟ ଏବଂ ତାର ଲୋଭ ସହ କୌଣସି ମାନେ ନଥିବ। ଆଉ ଯେବେ ତୁମେ ଏହି ଘରକୁ ଆସିଲ, ତେବେ ମୁଁ ଦେଖିଲି ଯେ ତୁମ ଉପରେ କେତେ ଅତ୍ୟାଚାର ହେଲା। ମୁଁ ଅନେକ ଥର ଛଟପଟ ହୋଇଛି ଯେ ଏବେ ନିଜ ଆଖିରୁ ଏହି ପଟି ଖୋଲିଦେବି ଆଉ ସେମାନଙ୍କ ଗଳା ଚିପିଦେବି, କିନ୍ତୁ ମୁଁ ଚାହୁଁଥିଲି ଯେ ସେମାନେ ନିଜେ ନିଜ ଜାଲରେ ଫସିଯାଆନ୍ତୁ। ବିଦ୍ୟୁତ୍ ମୋ ହାତ ନିଜ ହାତରେ ନେଲେ। ନା, ତୁମେ ଅସୁନ୍ଦରୀ ଅଛ। ମୋ ନଜରରେ ଦେଖିଲେ ତୁମଠାରୁ ଅଧିକ ସୁନ୍ଦର ସ୍ତ୍ରୀ ମୁଁ ଆଜି ପର୍ଯ୍ୟନ୍ତ ଦେଖିନାହିଁ। ଯେତେବେଳେ ତୁମେ ପୂଜା କରୁଥିଲେ ଏବଂ ମୋ ମା ଉଚ୍ଚସ୍ୱରରେ ଗୀତ ଲଗାଇ ତୁମକୁ ବିରକ୍ତ କରୁଥିଲେ, ମୁଁ ତୁମର ଧୈର୍ଯ୍ୟ ଦେଖି ଆଶ୍ଚର୍ଯ୍ୟ ହୋଇଯାଉଥିଲି। ତୁମେ ଜଣେ ଅନ୍ଧ ସ୍ୱାମୀର ଯେତିକି ଯତ୍ନ ନେଇଛ, ତାହା କୌଣସି ସୁନ୍ଦର ପରି ବି କରିପାରିନଥାନ୍ତା। ମୁଁ ମୁଣ୍ଡ ନୁଆଇଁ ଦେଲି। ମୋର ତ ବସ୍ ନିଜ ଭଗବାନଙ୍କ ଉପରେ ଭରସା ଥିଲା। ବିଦ୍ୟୁତ୍ ମୁସ୍କୁରାଇ କହିଲେ। ପରବର୍ତ୍ତୀ ଦିନଗୁଡ଼ିକ ମୋ ପାଇଁ ସ୍ୱପ୍ନ ପରି ଥିଲା। ବିଦ୍ୟୁତ୍ ସବୁ ସମ୍ପତ୍ତିର କାଗଜପତ୍ର ଠିକ୍ କରାଇଲେ। ସେହି ଓକିଲ ଯିଏ ଶାଶୁଙ୍କ ସହ ମିଶି ଷଡ଼ଯନ୍ତ୍ର କରିଥିଲେ, ସେ ମଧ୍ୟ ଆଇନ ହାତରେ ଧରାପଡ଼ିଥିଲେ। ମୋ ବାପା ମା ଯେତେବେଳେ ଜାଣିଲେ, ସେମାନେ ଖୁସିରେ ଆତ୍ମହରା ହୋଇଗଲେ। ବାପା ଘରକୁ ଆସିଲେ ତ ତାଙ୍କ ଆଖିରେ ଗର୍ବର ଲୁହ ଥିଲା। ଝିଅ, ମୁଁ ତ ଡରୁଥିଲି ଯେ ତୋ ଜୀବନ ବର୍ବାଦ ହୋଇଗଲା, କିନ୍ତୁ ଭଗବାନ ତ ଧୈର୍ଯ୍ୟର ମିଠା ଫଳ ଦେଲେ। ସେ ମୋ ମୁଣ୍ଡରେ ହାତ ରଖି କହିଲେ, କିନ୍ତୁ କାହାଣୀ ଏଠାରେ ଶେଷ ହୁଏ ନାହିଁ।
ଦିନେ ମୁଁ ଏବଂ ବିଦ୍ୟୁତ୍ ବୈଠକ ଘରେ ବସି ଚା ପିଉଥିଲୁ ଯେ ପୋଲିସର ଫୋନ୍ ଆସିଲା। ଶାଶୁ ଏବଂ ନଣନ୍ଦଙ୍କୁ ମୁକ୍ତି ମିଳିଯାଇଥିଲା କାରଣ ବିଦ୍ୟୁତ୍ ସେମାନଙ୍କ ଉପରୁ ଚୋରି ମକଦ୍ଦମା ଉଠାଇ ନେଇଥିଲେ। ବିଦ୍ୟୁତଙ୍କ ମୁହଁରେ ଏକ ଗମ୍ଭୀରତା ଆସିଗଲା। ଅଧିକା ସେ ମୋ ବାପାଙ୍କ ବିଧବା ପତ୍ନୀ। ମୁଁ ଚାହୁଁନାହିଁ ଯେ ଦୁନିଆ କହୁ କି ମୁଁ ତାଙ୍କକୁରେ ସଢ଼ିବାକୁ ଛାଡ଼ିଦେଲି, କିନ୍ତୁ ସେ ଏବେ ଏହି ଘରେ ରହିପାରିବେ ନାହିଁ। ମୁଁ ଭାବୁଛି ବାପାଙ୍କର ସେହି ପୁରୁଣା 2 ବଖରା ଘର ଯାହା ସହରର ଏକ ପୁରୁଣା ଅଞ୍ଚଳରେ ଅଛି ତାହା ତାଙ୍କ ନାମରେ କରିଦେବି। ମୁଁ ନୀରବରେ ମୁଣ୍ଡ ହଲେଇଲି। ମୋ ମନ ମଧ୍ୟ ଏହା କହୁଥିଲା ଯେ ତାଙ୍କ ଯନ୍ତ୍ରଣାର ପ୍ରତିଶୋଧ ନିଆ ନ ଯାଉ। ଯେତେବେଳେ ଶାଶୁ ଏବଂ ନଣନ୍ଦ ନିଜ ଜିନିଷ ନେବାକୁ ଆସିଲେ ତାଙ୍କ ମୁହଁରେ ପୂର୍ବ ପରି ସେହି ଗର୍ବ ନଥିଲା। ବାଣୀ ଏବଂ ବିନିତାଙ୍କ ନଜର ନେଇଯାଇଥିଲା ଏବଂ ସେମାନେ କ୍ରମାଗତ ଭାବେ କାନ୍ଦୁଥିଲେ। ଅଧିକା ଆମକୁ କ୍ଷମା କରିଦିଅ। ଶାଶୁ ମୋ ସାମ୍ନାରେ ହାତ ଯୋଡ଼ିଲେ। ଆମେ ତୁମ ସହିତ ବହୁତ ଖରାପ କରିଛୁ। ମୁଁ ତାଙ୍କ ହାତ ଧରି କହିଲି ଯେ ମୁଁ ଆପଣଙ୍କୁ ସେହି ଦିନ ହିଁ କ୍ଷମା କରିଦେଇଥିଲି ଯେଉଁଦିନ ଭଗବାନ ମୋ ସହିତ ଛିଡ଼ା ହୋଇଥିଲେ। କିନ୍ତୁ ସମସ୍ତେ କହନ୍ତି ଯେ ଆପଣଙ୍କ ଭିତରେ ଯେଉଁ ଘୃଣା ଅଛି ତାହା ବୋଧହୁଏ ଏଠାରେ ରହି କେବେ ଶେଷ ହେବ ନାହିଁ। ବିଦ୍ୟୁତ୍ କହିଲେ ଯେ ଏହି ଚାବିଗୁଡ଼ିକ ନିଅନ୍ତୁ ଏବଂ ଏବେ ହିଁ ଏହି ଘର ଖାଲି କରିଦିଅନ୍ତୁ। କିନ୍ତୁ ଏବେ ମୋର ଏବଂ ଆପଣଙ୍କର କୌଣସି ସମ୍ପର୍କ ରହିବ ନାହିଁ। ସେହି 3 ଜଣ ନୀରବରେ ନିଜର ଛୋଟ ବ୍ୟାଗ୍ ଧରି ସେହି ବିଶାଳ ବଙ୍ଗଳାରୁ ବାହାରିଗଲେ। ଯେଉଁ ସମ୍ପତ୍ତି ପାଇଁ ସେମାନେ ଏତେ ପାପ କରିଥିଲେ ଆଜି ସେହି ସମ୍ପତ୍ତି ତାଙ୍କ ପାଇଁ ଏକ ସ୍ୱପ୍ନ ହୋଇ ରହିଗଲା। ସମୟ ବିତିଗଲା। ସତ କହନ୍ତି ଯେ ସତ୍ୟ ଡେରିରେ ହେଲେ ମଧ୍ୟ ସାମ୍ନାକୁ ନିଶ୍ଚୟ ଆସେ। 1 ବର୍ଷ ପରେ ମୋତେ ଜଣାପଡ଼ିଲା ଯେ ବାଣୀ ଏବଂ ବିନିତା ନିଜ ମନ ମୁତାବକ କେଉଁଠି ବାହା ହୋଇଗଲେ ଏବଂ ନିଜ ମାଆକୁ ଏକା ଛାଡ଼ିଦେଲେ। ସେହି ସାବତ ମାଆ ଯିଏ ନିଜ ଝିଅମାନଙ୍କର ସବୁ ଅଳି ଅର୍ଦ୍ଦଳି ସହୁଥିଲେ ଆଜି ସେମାନଙ୍କ ପାଇଁ ବୋଝ ପାଲଟି ଯାଇଥିଲେ। ଶୁଣିବାକୁ ମିଳିଛି କି ସେ ଏବେ ଗଳି ଗଳି ବୁଲି ମାଗୁଛନ୍ତି ଏବଂ ସେହି 2 ବଖରା ଘରେ ଏକା ରହୁଛନ୍ତି। ତାଙ୍କ ନିଜ ଝିଅମାନେ ବି ଏବେ ତାଙ୍କ ଖବର ପଚାରୁନାହାନ୍ତି। ଆଜି ମୁଁ ଏହି ବଡ଼ ଘରର ମାଲିକାଣୀ। ମୋ କୋଳରେ ଏକ ଛୋଟ ପୁଅଟିଏ ବି ଅଛି ଯିଏ ପୂରା ନିଜ ବାପାଙ୍କ ପରି ଦେଖାଯାଏ। ମୁଁ ଏବେ ମଧ୍ୟ ପୂଜାପାଠ ବହୁତ ମନ ଦେଇ କରେ, କିନ୍ତୁ ଏବେ କେହି ଉଚ୍ଚ ସ୍ୱରରେ ଗୀତ ବଜାଇ ମୋତେ ଅସୁବିଧାରେ ପକାନ୍ତି ନାହିଁ। ମୋ ପୂଜାରେ କେହି ବାଧା ସୃଷ୍ଟି କରନ୍ତି ନାହିଁ। ଏବେ ମୋର ସବୁଠାରୁ ବଡ଼ ସାହାରା ହେଉଛନ୍ତି ମୋ ସ୍ୱାମୀ। ଦିନେ ବିଦ୍ୟୁତ୍ ମୋତେ ପଚାରିଲେ ଯେ କ'ଣ ଏବେ ବି ତୁମକୁ ଲାଗୁଛି କି ତୁମେ କାଳି ଏବଂ ଅସୁନ୍ଦରୀ। ମୁଁ ମୋ ପୁଅକୁ ଛାତିରେ ଲଗାଇଲି ଏବଂ କହିଲି ଯେ ନାହିଁ ବିଦ୍ୟୁତ୍, ଏବେ ମୁଁ ବୁଝିସାରିଛି ଯେ ସୁନ୍ଦରତା ରୂପରେ ନଥାଏ। ତାହା ବୋଧହୁଏ ମୋର ପରୀକ୍ଷା ଥିଲା ଏବଂ ସତରେ ଭଗବାନ ମୋତେ ପରଖୁଥିଲେ। କିନ୍ତୁ ଆମେ କାହିଁକି ଜାଣିପାରୁନାହୁଁ ଯେ ସେ ଆମକୁ ଦେଖୁଛନ୍ତି? କାରଣ ସେମାନଙ୍କ ହୃଦୟରେ କପଟ ଥିଲା ଏବଂ ମୁଁ ଏହି ଘରର ମାଲିକାଣୀ ବନିଗଲି କାରଣ ମୋ ହୃଦୟରେ ସାଧୁତା ଥିଲା। ଏହା ହିଁ ଭଗବାନଙ୍କ ହିସାବ ଥିଲା। ସେ କାହାର ପରିଶ୍ରମ ଓ ଧୈର୍ଯ୍ୟକୁ କେବେ ବି ବେକାର ଯିବାକୁ ଦିଅନ୍ତି ନାହିଁ। ଆଜି ମୁଁ ଗର୍ବର ସହ କହିପାରିବି ଯେ ମୁଁ ଅଦ୍ବିକା ଏବଂ ମୁଁ ବହୁତ ସୁନ୍ଦରୀ କାରଣ ଭଗବାନ ମୋତେ ସଠିକ୍ ରାସ୍ତାରେ ଚଲାଉଛନ୍ତି। ଏହି କାହାଣୀ ଶିକ୍ଷା ଦିଏ ଯେ ଯେଉଁ ସୁନ୍ଦରତା ଥାଏ ତାହା କେବଳ କିଛି ସମୟ ପାଇଁ ଥାଏ, ଯେତେବେଳେ କି ବ୍ୟବହାର ଏବଂ କୋମଳତା ଯେଉଁମାନେ ଅନ୍ୟ ପାଇଁ ଗାତ ଖୋଳନ୍ତି ସେମାନେ ନିଜେ ହିଁ ସେଥିରେ ପଡ଼ନ୍ତି। ଭଗବାନଙ୍କ ଉପରେ ଭରସା ରଖନ୍ତୁ। ଭଗବାନ ସେମାନଙ୍କୁ ସେଠାରୁ ଖୁସି ଦିଅନ୍ତି ଯେଉଁଠାରୁ ସେ କେବେ ଭାବିବି ନଥିବେ। ନ୍ୟାୟର ଚକି ଧୀରେ ଧୀରେ ଚାଲେ କିନ୍ତୁ ପେଷିଲେ ବହୁତ ସୂକ୍ଷ୍ମ ଭାବେ ପେଷିଥାଏ। ସେଦିନ ସକାଳ କିଛି ଅଲଗା ଥିଲା। ମୁଁ ମନ୍ଦିରରେ ଦୀପ ଜଳାଉଥିଲି। ଧୂଆର ହାଲୁକା ରେଖା ପବନରେ ମିଶି ଯାଉଥିଲା ଏବଂ ଘଣ୍ଟିର ଧିମା ଶବ୍ଦ ମୋ ହୃଦୟକୁ ଛୁଇଁ ଯାଉଥିଲା। ମୋ ପୁଅର ଆଙ୍ଗୁଠିଗୁଡ଼ିକ ମୋ ଶାଢ଼ୀ କାନିକୁ ଧରିଥିଲା ଏବଂ ବିଦ୍ୟୁତ୍ ଦ୍ୱାରରେ ଠିଆ ହୋଇ ଆମକୁ ଦେଖୁଥିଲେ। ତାଙ୍କ ଆଖିରେ ସେହି ଶାନ୍ତି ଥିଲା ଯାହା ଏବେ ଆମ ଘରର ପରିଚୟ ପାଲଟି ସାରିଛି। ପୂଜା ସାରି ମୁଁ ବାରଣ୍ଡାକୁ ଆସିଲି ତ ଦେଖିଲି ଯେ ଗେଟ୍ ପାଖରେ ଜଣେ ପତଳା ଝିଅଟିଏ ଠିଆ ହୋଇଛି। ରଙ୍ଗ ମୋ ପରି ସାବନା, ଆଖିରେ ଭୟ ଏବଂ ମୁହଁରେ ସେହି ନୀରବତା ଯାହା ଦିନେ ମୋ ମୁହଁରେ ରହୁଥିଲା। ତା ହାତରେ ଏକ ଚିରା ବ୍ୟାଗ୍ ଥିଲା ଏବଂ ଓଠ ଥରୁଥିଲା। କିଛି ଦରକାର କି ତୁମକୁ? ମୁଁ ଧୀରେ କରି ପଚାରିଲି ତ ସେ ମୁଣ୍ଡ ନୁଆଇଁ ଦେଲା। କାମ ଦରକାର, ଯଦି ମିଳିଯାଆନ୍ତା। ତାର ସ୍ୱର ଶୁଣିବା ମାତ୍ରେ ମୋ ମନ ଯେମିତି ଅତୀତକୁ ଫେରିଗଲା। ସେହି ତାତ୍ସଲ୍ୟ, ସେହି ଅସହାୟତା ଏବଂ ସେହି ଏକାକୀପଣ। ମୁଁ ତାର ହାତ ଧରିନେଲି। କାମ ନୁହେଁ, ମୁଁ କହିଲି। ଆଚ୍ଛା ପ୍ରଥମେ ବସ୍ ଏବଂ ଏହା କୁହ ତୁମକୁ ସବୁଠାରୁ ଅଧିକ କେଉଁ କଥାରେ ଡର ଲାଗୁଛି? ସେ ଭୋ ଭୋ ହୋଇ କାନ୍ଦି ପକାଇଲା। ସେଦିନ ମୁଁ ବୁଝିଲି ଯେ ଭଗବାନ ମୋତେ କେବଳ ଏହି ଘରର ମାଲିକାଣୀ ବନାଇବାକୁ ଆଣିନଥିଲେ ବରଂ ସେହି ଲୋକମାନଙ୍କର ସାହାରା ସାଜିବା ପାଇଁ ଆଣିଥିଲେ ଯେଉଁମାନେ ନିଜକୁ ଦୁନିଆରେ ଏକା ବୋଲି ଭାବନ୍ତି। ସନ୍ଧ୍ୟାରେ ଯେବେ ମୁଁ ଏହି କଥା ବିଦ୍ୟୁତଙ୍କୁ କହିଲି ତେବେ ସେ ମୁସ୍କୁରାଇ କହିଲେ ଯେ ତୁମ ହୃଦୟ ହିଁ ଏହି ଘରର ଅସଲି ସମ୍ପତ୍ତି ଅଦ୍ବିକା। ମୁଁ ଆକାଶ ଆଡ଼କୁ ଚାହିଁଲି। ଆଜି ପ୍ରଥମ ଥର ମୋତେ ନିଜ ରଙ୍ଗ ସହ, ନିଜ ଚେହେରା ସହ କିମ୍ବା ନିଜ ଅତୀତ ସହ କୌଣସି ଅଭିଯୋଗ ନଥିଲା। ଯାହା କିଛି ବି ହେଲା
ତାହା ମୋତେ ଭାଙ୍ଗିବା ପାଇଁ ନୁହେଁ ବରଂ ମୋତେ ଗଢ଼ିବା ପାଇଁ ହୋଇଥିଲା। ଏବେ ଯେବେ ମୁଁ ଆଇନାରେ ନିଜକୁ ଦେଖେ ତେବେ ମୋତେ ଜଣେ କାଳି କିମ୍ବା ଅସୁନ୍ଦରୀ ସ୍ତ୍ରୀ ଦେଖାଯାଏ ନାହିଁ। ମୋତେ ଏମିତି ଜଣେ ସ୍ତ୍ରୀ ଦେଖାଯାଏ ଯିଏ ଯନ୍ତ୍ରଣାକୁ ନିଜର ଶକ୍ତି ବନାଇଲା ଏବଂ ଧୈର୍ଯ୍ୟକୁ ନିଜର ପରିଚୟ ବନାଇଦେଲା। ନ୍ୟାୟର ଚକି ଭଲେ ହିଁ ଧୀରେ ଚାଲେ କିନ୍ତୁ ଯେବେ ଚାଲେ ତେବେ ସେ କେବଳ ଦଣ୍ଡ ଦିଏ ନାହିଁ, କାହାକୁ ବଞ୍ଚିବାର କାରଣ ମଧ୍ୟ ଦେଇଯାଏ। ଏହି କାହାଣୀରୁ ଆମକୁ ଏହି ଶିକ୍ଷା ମିଳେ ଯେ ମଣିଷର ଅସଲ ସୁନ୍ଦରତା ତାର ଚେହେରା କିମ୍ବା ରଙ୍ଗରେ ନଥାଏ ବରଂ ତାର ହୃଦୟ, ଧୈର୍ଯ୍ୟ ଏବଂ ଭଲ ବ୍ୟବହାରରେ ଥାଏ। ଯେଉଁ ଲୋକମାନେ ଅନ୍ୟକୁ ଦୁର୍ବଳ ଭାବି ତାଙ୍କ ଉପରେ ଅତ୍ୟାଚାର କରନ୍ତି। ଅଦ୍ୱିକା ପ୍ରତିଟି ଯନ୍ତ୍ରଣା ଚୁପଚାପ ସହିଲା, କିନ୍ତୁ ସେ କେବେ ଭୁଲ ରାସ୍ତା ବାଛିନଥିଲା ଏବଂ ଭଗବାନଙ୍କ ଉପରେ ଭରସା ବଜାୟ ରଖିଥିଲା। ଏହି ଭରସା ହିଁ ତାକୁ ସଠିକ୍ ସମୟରେ ନ୍ୟାୟ ଦେଲାଇଲା। ଭଗବାନ ପ୍ରତ୍ୟେକଙ୍କର ପରୀକ୍ଷା ନିଅନ୍ତି, କିନ୍ତୁ ଯେଉଁ ମଣିଷ ଧୈର୍ଯ୍ୟ ଏବଂ ସଚ୍ଚୋଟତା ସହ ଆଗକୁ ବଢ଼େ ତାକୁ ଦିନେ ନିଶ୍ଚୟ ଖୁସି ମିଳିଥାଏ। ଅଦ୍ୱିକା ପ୍ରତିଟି ଯନ୍ତ୍ରଣା ଚୁପଚାପ ସହିଲା, କିନ୍ତୁ ସେ କେବେ ଭୁଲ ରାସ୍ତା ବାଛିନଥିଲା ଏବଂ ଭଗବାନଙ୍କ ଉପରେ ଭରସା ବଜାୟ ରଖିଥିଲା। ଏହି ଭରସା ହିଁ ତାକୁ ସଠିକ୍ ସମୟରେ ନ୍ୟାୟ ଦେଲାଇଲା। ଭଗବାନ ପ୍ରତ୍ୟେକଙ୍କର ପରୀକ୍ଷା ନିଅନ୍ତି, କିନ୍ତୁ ଯେଉଁ ମଣିଷ ଧୈର୍ଯ୍ୟ ଏବଂ ସଚ୍ଚୋଟତା ସହ ଆଗକୁ ବଢ଼େ ତାକୁ ଦିନେ ନିଶ୍ଚୟ ଖୁସି ମିଳିଥାଏ। ତେଣୁ କେବେ ନିଜକୁ କମ୍ ବୋଲି ଭାବ ନାହିଁ। ଜଣେ ଭଲ ମଣିଷ ହେବା ହିଁ ସବୁଠାରୁ ବଡ଼ ସୁନ୍ଦରତା। ବନ୍ଧୁଗଣ, ଆଶା କରୁଛି ଆପଣଙ୍କୁ ଆମର ଏହି କାହାଣୀ ପସନ୍ଦ ଆସିଥିବ। କାହାଣୀ ପସନ୍ଦ ଆସିଛି ତେବେ ଭିଡିଓକୁ ଲାଇକ୍ କରନ୍ତୁ। ଚ୍ୟାନେଲରେ ନୂଆ ଅଛନ୍ତି ତେବେ ଚ୍ୟାନେଲକୁ ସବସ୍କ୍ରାଇବ୍ କରନ୍ତୁ ଏବଂ ନୋଟିଫିକେସନକୁ ନିଶ୍ଚୟ ଦବାନ୍ତୁ ଯେମିତି ପରବର୍ତ୍ତୀ ଅପଡେଟ୍ ସବୁଠାରୁ ଆଗେ ଆପଣଙ୍କୁ ମିଳିବ।